केते दिनरू ଯୀଶୁଖ୍ରୀଷ୍ଟ ଆନାଉନ୍ସ କରିଥିଲେ ଯେ ତମକୁ ଯିଏ ବାଡଉଛି, ତମ ଗୋଟେ ଗାଲକୁ ଯିଏ ମାରୁଛି, ଆଉ ଗୋଟେ ଗାଲ ଦେଖିଦିଅ। ତମର ଯେ ଶତ୍ରୁ ତାକୁ ଆଗ ଭଲ ପାଅ। ଆମେ ସେଭଳି ଅଭ୍ୟାସ କରିବା ଉଚିତ, ସେଭଳି ପ୍ରେମ ବିକିରଣ କରିବା ଉଚିତ, ଯାହା ଫଳରେ କି ଆମର ହୃଦୟ, ଆମର ଅନ୍ତରାତ୍ମା ପଲ୍ଲବିତ ହବ। ଆମେ ଆନନ୍ଦର ସାଗରରେ ଅବଗାହନ କରିବା। ସେଠି ଦୁଃଖ ଆସିଲା କୋଉଠୁ? ସେଠି ଆମେ ଭାଙ୍ଗି ପଡିବା କଣ ପାଇଁ? ଠାକୁରଙ୍କର ସେଇ ଜୀବନରେ ସେଇ କଥା ଅଛି। ଠାକୁରଙ୍କର ଯେତେବେଳେ ସମାଧିସ୍ଥ ହଉଥିଲେ, ସେ ସମୟରେ ଗୋଟେ ଘଟଣା, ଜଣେ ପାରାଲିସିସ୍ ପେସେଣ୍ଟ ଥାଏ, ଠାକୁର ନାଚି ନାଚିକା ନାଚି ନାଚିକା, ସେ ଯୋଉ ପୁଣ୍ୟପଥୁର ଯୋଉ କଥା, ସେଇ ସମୟର କଥା, ଠାକୁର ଯୋଉ ଠାକୁରଙ୍କୁ ଯୋଉମାନେ ଦେଖିବାକୁ ଆସିଥାନ୍ତି, ସେ ଭାବୁଥାଏ ମୁଁ ଟିକେ ଠାକୁରଙ୍କୁ ଦେଖିବି, ଠାକୁର ମତେ ଦେଖିବେ, ମତେ ଟିକେ ଠାକୁରଙ୍କ ପାଖକୁ ନେଇ ଚାଲ। ଠାକୁର ସେଇଠି କହୁଥାନ୍ତି ମୁଁ ତାକୁ ଦେଖୁଛି, ମୁଁ ତାକୁ ଦେଖୁଛି, ମୁଁ ତାକୁ ଅବହେଳା କରୁନାହିଁ। ପ୍ରତିଟି ମଣିଷ ଉପରେ ଠାକୁରଙ୍କର ଦୃଷ୍ଟି ଅଛି। ପ୍ରତିଟି ମଣିଷ କେମିତି ଠାକୁର ହେଇଯିବେ, ଠାକୁରତ୍ଵ ଜାଗ୍ରତ ହବ, ଠାକୁର ଚାହିଁ ବସିଛନ୍ତି। ଭଲ ମଣିଷକୁ ସେ ଏନ୍ଜୟ କରନ୍ତି, ଖରାପ ମଣିଷକୁ ସେ ବି ଏନ୍ଜୟ କରନ୍ତି। ସେ ଖରାପ ମଣିଷକୁ କାହିଁକି ଏନ୍ଜୟ କରନ୍ତି? ସେ ଖରାପ ମଣିଷ କୋଉ ଦିନ ଭଲ ହେଇଯିବ, ମଦୁଆଟା କୋଉ ଦିନ ମଦ ଛାଡିବ, ଚୋର କୋଉ ଦିନ ଚୋରି ଛାଡିବ। ସେ ଚୋରର ସଙ୍ଗ ହେଇଛନ୍ତି, ସେ ହେମକବିଙ୍କ ସହିତ ମିଶିଛନ୍ତି, ତାକୁ ମଦ ଢାଳି ଦେଇଛନ୍ତି, ସେ ଶେଷରେ ମଦ ଛାଡିଲା। ତେଣୁ ଚୋରକୁ ଭଲ କରିବା ପାଇଁ, ଗୁଣ୍ଡା ବଦମାସକୁ ଭଲ କରିବା ପାଇଁ ଠାକୁରଙ୍କର ଆପ୍ରାଣତା ସବୁବେଳେ ଥିଲା। ଭଲ ଲୋକଙ୍କୁ ତ ଭଲ ପାଉଥିଲେ ହିଁ। ସେ ଯାହା ହଉ, ଏଇ ଯୋଉ ଭଲ ପାଇବାର ଯୋଉ ଠାକୁରଙ୍କର ଯୋଉ ଦରଦ, ସେ ଯୋଉ ଲୋକଟିକୁ ସେ ନାଚି ନାଚିକା ନାଚି ନାଚିକା, ସେ ଯୋଉ ଭାବ ସମାଧି ଅବସ୍ଥାର କଥା, ସେଇ ସମୟରେ ଗୋଟେ ପାରାଲିସିସ୍ ପେସେଣ୍ଟର ସେ ହାତକୁ ଧରିକିରି ଟାଣିଦେଲେ। ସେ ହାତକୁ ଧରିକି ଟାଣିବା ଫଳରେ ସେ ପାରାଲିସିସ୍ ପେସେଣ୍ଟ ଚାଲିବା ଆରମ୍ଭ କଲା। ଯୀଶୁଖ୍ରୀଷ୍ଟ ତ ଅନ୍ଧକୁ ଚକ୍ଷୁ ଦାନ କରିଥିଲେ। କେତେ ଉଦାହରଣ ଅଛି ସାଧୁସନ୍ଥ ଚକ୍ଷୁଦାନ କରିବା, ସାଧୁସନ୍ଥ ପାରାଲିସିସ୍ ପେସେଣ୍ଟକୁ ଚଲେଇବା। ଜୀବନୀୟ ଯୋଉ ଭିତରର ଭାଇବ୍ରେସନ, ବିଷୟର ଯୋଉ ଲାଇଫ ଫ୍ଲଡ୍, ଜୀବନ ସ୍ପନ୍ଦନ, ସେଇଟା ଯେତେବେଳେ ଠାକୁରଙ୍କ ସ୍ପର୍ଶରେ ଜାଗରିତ ହେଇଗଲା। ଏବଂ ଏଭଳି ଡାକ୍ତର ଅଛନ୍ତି, ସ୍ପର୍ଶ ମାତ୍ର ରୋଗ ଭଲ ହେଇଯାଏ। ଚାହିଁବା ମାତ୍ରେ ପଦେ ଦିପଦ କଥା ହଉ ହଉ ରୋଗୀର ରୋଗ ଭଲ ହେଇଯାଏ। କାରଣ ସେଠି ପ୍ରେମ ହଉଛି ସବୁ ଜିନିଷର କମନ ଫ୍ୟାକ୍ଟର। ଔଷଧର କମନ ଫ୍ୟାକ୍ଟର ପ୍ରେମ, ଖାଦ୍ୟର କମନ ଫ୍ୟାକ୍ଟର ପ୍ରେମ, ବନ୍ଧୁତାର କମନ ଫ୍ୟାକ୍ଟର ପ୍ରେମ। ଯଦି ଖାଦ୍ୟରେ ପ୍ରେମ ନାହିଁ, ରୋଷେଇ କଲା ବାଲା ମନ ଭିତରେ ଯଦି ଘୃଣା ଅଛି, ରୋଷେଇ କଲା ବାଲା ଯଦି ନାମ କରୁନାହିଁ, ପ୍ରଣବ ମନ୍ତ୍ର ଜପ କରୁନାହିଁ, ଯଦି ଠାକୁରଙ୍କର ସତନାମ ଜପ କରୁନାହିଁ, ଅପବିତ୍ର ତାର ରୋଷେଇ, ତାର ଦୁର୍ଭାବନା କୁଭାବନା ସେଇ ଭାତ ଭିତରେ ପଶିଯିବ ଅନ୍ୟମାନଙ୍କ ପାଖକୁ। ଏବଂ ଠାକୁରଙ୍କୁ ଜଣେ ଇଚ୍ଛା ନ କରି, ଠାକୁର ସବୁବେଳେ ଆଶୀର୍ବାଦ ଦଉଥିଲେ, ଏ ସତ୍ସଙ୍ଗ କାମ କର, ମନ୍ଦିର କାମ କର, କେନ୍ଦ୍ର କାମ କର, ସତ୍ସଙ୍ଗ ଦେ, ଲୋକଙ୍କୁ ଆନନ୍ଦ ବଜାର ଦେ, ମତେ ଗୋଟେ ଗାଡି ପାଇଁ ପଇସା ସଂଗ୍ରହ କରିକି ଦେ, ବଡାଲ ବାଙ୍ଗଲା ରିପେୟାର ହବ, 100 ଟଙ୍କା କରିକିରି ବହୁତ ଲୋକ ଦିଅ। ଠାକୁରଙ୍କୁ ମାଗୁଥିଲେ, ଠାକୁର ଲୋକମାନଙ୍କୁ ମାଗୁଥିଲେ। ଏବଂ ସେ ଏତେ ଦରଦି, ସେ ପଚାରୁଥିଲେ ମୁଁ ଯୋଉ ମାଗୁଛି ତମକୁ, ତମ ମନ ଭିତରେ କଷ୍ଟ ପାଉନ ତ, ମନ ଭିତରେ ଦୁଃଖ ପାଉନ ତ? ଥରେ ଜଣେ ଲୋକ ପଇସା ପତ୍ର ଠାକୁର ତାଙ୍କୁ ମାଗିଥିଲେ, ଠାକୁର ତା କିଛି ପଇସା ପତ୍ର ଠାକୁରଙ୍କୁ ସେ ଲୋକ ଦେଲା, ଏବଂ ସେ ତା ମନ ଭିତରେ ଭାରି ବିରକ୍ତି ଥିଲା। ସାଧାରଣତଃ ଯିଏ ପଇସା ମାଗେ ତା ଉପରେ ଆମେ ସାଧାରଣତଃ ବିରକ୍ତ ହେଇଯାଉ। ସେ ମାଗିଲା ବାଲାର ଇଣ୍ଟିଗ୍ରିଟି ଉପରେ ନିର୍ଭର କରେ ଆପଣ କେତେ ଦାନ ଦେବେ। ଯଦି ଚିଫ ମିନିଷ୍ଟର ମାଗିବେ, ପ୍ରାଇମ ମିନିଷ୍ଟର ମାଗିବେ, ପ୍ରେସିଡେଣ୍ଟ ମାଗିବେ, ଆପଣ ବେଶୀ ଦେବେ। ଯଦି ଭିକାରୀଟିଏ ମାଗିବେ, ଆପଣ ତାକୁ 10 ଟଙ୍କା ଦେବେ। ଜଣେ ଯଦି କର୍ମୀ ମାଗିଲା, ତାକୁ ଆପଣ 100 ଟଙ୍କା ଦେବେ। ମାଗିଲା ବାଲାର ଚରିତ୍ର ଉପରେ ଆପଣଙ୍କ ଦାନର ପରିମାଣ ନିର୍ଭର କରେ। ତେଣୁ ଠାକୁର ଯୋଉ ଲୋକଟିକି ମାଗିଥିଲେ, ସେ ଯୋଉ ପଇସା ଦେଲା, ସେ ପଇସାଟା ଠାକୁର ଯେତେବେଳେ ଗ୍ରହଣ କଲେ, ସେ ବହୁ ଅନ୍ତର ଭିତରେ ବହୁ ଯନ୍ତ୍ରଣା ଅନୁଭବ କଲେ। ଏପରିକି ପୂର୍ବବର୍ତ୍ତୀ ଶ୍ରୀରାମକୃଷ୍ଣ ପରମହଂସ, ତାଙ୍କ ଗଦି ତଳେ ଜଣେ ଟଙ୍କା ଥୋଇଥିଲା ପରୀକ୍ଷା କରିବା ପାଇଁ। ଠାକୁର ପୁରା ଚମକି ପଡିଲେ, ଯେମିତି ଇଲେକ୍ଟ୍ରିକ କରେଣ୍ଟ ଲାଗିଲା। ସେ ପଇସାଟାକୁ ଯେତେବେଳେ ବାହାର କରି ନିଆଗଲା, ସେ ତାଙ୍କ ପୁରୁଣା ଆନନ୍ଦ ଅବସ୍ଥା ଫେରି ଆସିଲା। ସ୍ପର୍ଶ କରୁନଥିଲେ ସେ ଅର୍ଥ। ତେଣୁ ଠାକୁରଙ୍କୁ ଏ ଲୋକଟି ଯୋଉ ଅର୍ଥ ଦେଲା, ତାର ଇଚ୍ଛା ନଥିଲା ଦେବା ପାଇଁ। ଅନିଚ୍ଛା ସତ୍ତ୍ୱେ ଯୋଉ ଦାନ, ଅନିଚ୍ଛା ପୂର୍ବକ ଯିଏ ଦାନ କରେ, ସେ ଦାନର କିଛି ମୂଲ୍ୟ ନାହିଁ, ସେଟା ବିଷ ହେଇଯାଏ। ଖାଇବାକୁ ଦଉଥିବ, ଇଚ୍ଛା ନଥିବ ଏ ଲୋକକୁ ଖାଇବାକୁ ଦବାକୁ। ଆଜିକାଲି ଯୁଗରେ ଏମିତିଆ ହେଇଗଲାଣି ଅଭ୍ୟାସ। ମା ମାନଙ୍କର, ପରିବାର ମାନଙ୍କରେ ତାଙ୍କୁ ଜଳଖିଆ ଦବାକୁ ଇଚ୍ଛା ନଥିବ, ସେ ଯେହେତୁ ବସିଲାଣି 15 ମିନିଟ 20 ମିନିଟ, ତାପରେ ଗୋଟେ ଜଳଖିଆ ପ୍ଲେଟ ଟା ଚା ଟା ଥୋଇ ଦେଇକିରି ବିରକ୍ତିର ସହିତ ପଳେଇ ଆସିବେ। ସେମାନେ ନିଜର କ୍ଷତି କଲେ ତ ପ୍ରଥମେ, ତାପରେ ଯିଏ ଖାଇଲା ତାର ବି କ୍ଷତି ହବ। ତେଣୁ ସବୁଠୁ ଭଲ ନିୟମ କାହା ଘରେ କିଛି ନ ଖାଇବା। ଯଦି ସେଠି ପ୍ରେମ ନାହିଁ, ଶ୍ରଦ୍ଧା ନାହିଁ, ଆଦର ନାହିଁ, କିଛି ଭୋଜନ ନ କରିବା, ସେଠି ଭଲ। ସେ ଯାହା ହଉ, ଠାକୁରଙ୍କୁ ଏଇ ଯୋଉ ପଇସା ଦେଲା ଅନିଚ୍ଛା ସତ୍ତ୍ୱେ, ଠାକୁର ଯନ୍ତ୍ରଣା ଅନୁଭବ କଲେ। ଏବଂ ସେ ପଡିଆ ଭିତରେ ଗୋଟେ ଖାଲ ଥିଲା,
ସେ ଖାଲରେ ସେ ପଇସାକୁ ଫୋପାଡ଼ି ଦେଲେ। ଖାଲରେ ସେ ପଇସାକୁ ଫୋପାଡ଼ିଲା ପରେ ତାଙ୍କର ଯନ୍ତ୍ରଣା ଦୂରୀଭୂତ ହେଇଗଲା। ତେଣୁ ପାପ ଧନଟା ଏବଂ ବିତୃଷ୍ଣା ବିରକ୍ତିର ସହିତ ଯୋଉ ଦାନ, ସେ ଦାନଟା ଗ୍ରହଣ କରିବା କଥା ନୁହେଁ। କିନ୍ତୁ ଅଧିକାଂଶ ଦାନ, ଅଧିକାଂଶ ଅର୍ଘ୍ୟ ଲୋକମାନେ ବିରକ୍ତିର ସହିତ ଦିଅନ୍ତି। ସେ ଯାହା ହଉ, ସେ ଭାବଧାରା ଆମକୁ ବଦଳେଇବାକୁ ପଡିବ। ତୁମର ସବୁ କିଛି ଦେଇଦିଅ, ତୁମର ସବୁ କିଛି ଯଦି ଠାକୁରଙ୍କ ପାଇଁ ଦେଲ, ସତ୍ସଙ୍ଗ ପାଇଁ ଦେଲ, ସମାଜରେ ଲୋକଙ୍କର ପରୋପକାର ପାଇଁ ଦେଲ, ଯଦି ଭାତୃବୃତ୍ତି ଇତ୍ୟାଦି କଲ, ଇଷ୍ଟବୃତ୍ତି ତ କରୁଛ, ଭାତୃବୃତ୍ତି ପରିବେଶର ସେବା ପାଇଁ ଯଦି କିଛି ପଇସା ରଖିଲ, ଜୀବଜନ୍ତୁଙ୍କର ସେବା ପାଇଁ ଯଦି କିଛି ଦେଲ, ଆନନ୍ଦ ପୂର୍ବକ ହସି ହସିକିରି ଦିଆଯାଏ, ହସି ହସିକିରି ଲୋକଙ୍କର ସେବା କରାଯାଏ। ସେ ଯୋଉ ହସଟା ପ୍ରାଣର ହସ ହବା ଦରକାର। ସେଟା ନକଲି ହସ, ଏୟାର ହଷ୍ଟେସ୍ ହସ ହେଲେ ଚଳିବନି। ପ୍ରାଣବନ୍ତ ହବାକୁ ପଡିବ। ଆମର ଭିତରଟା ଯାହା ବାହାରଟା ସେଇଆ କରିବାକୁ ପଡିବ। ତେଣୁ ଆମ ହୃଦୟବତ୍ତା ଆମକୁ ସୃଷ୍ଟି କରିବାକୁ ପଡିବ, ଆମକୁ ଦାନଶୀଳତା ସୃଷ୍ଟି କରିବାକୁ ପଡିବ, ଆମକୁ ଅନୁସନ୍ଧିଷ୍ଟ ସେବା, କାହାକୁ ଶୋଷ ଲାଗୁଛି ସେ ପାଣି ମାଗିବା ପୂର୍ବରୁ ଦେବାକୁ ପଡିବ। ଯେମିତି ମା ଜାଣିଥାଏ, ମୁହଁ ଦେଖିକି କହିଦବ ପିଲାଟା ଖାଇନାହିଁ, ପିଲାକୁ ଖାଇବାକୁ ଦିଏ, ସେଇଭଳି ଆମେ ସେମିତି ଦବା। ଯେମିତି ମନ ଜାଣି ସେବା କରାଯାଏ। ଯେମିତି ଛିଣ୍ଡା ପୋଷାକ ଦେଖିକିରି ଠାକୁର କହନ୍ତି ଯେ ତାକୁ ଗୋଟେ ଶାଢୀ ଦେଲୁ, ତାକୁ ଗୋଟେ ଧୋତି ଦେଲୁ। ଯେମିତି ଅସନା ମସନା ଦାଡିଆ ହେଇକି ପାଗଳ ଭଳିଆ ଲୋକ ଆସନ୍ତି ଆଶ୍ରମକୁ, ଠାକୁର କହନ୍ତି ତାକୁ ନେଇଯା, ଆନନ୍ଦ ବଜାରରେ ଖୁଆଇଦବୁ, ତାକୁ ଦାଢି ପାଡି ସେ କ୍ଲିୟର ହେଇକିରି କ୍ଲିନ ହେଇକିରି ମୋ ପାଖକୁ ଆସିବ। ଯିଏ ଆସେ କୋଉଠି ରହୁଛ ପଚାରନ୍ତି, କଣ ଖାଇଛ ପଚାରନ୍ତି, ତାପରେ କହନ୍ତି ଯା ଆନନ୍ଦ ବଜାରରେ ଖାଇକି ଆ। ଏମିତି ମନ ବୁଝିବ, ଏମିତି ବ୍ରହ୍ମକୁ ବୁଝିବ। ସେ ଅନ୍ନ ବ୍ରହ୍ମକୁ ବୁଝିଲେ ଶବ୍ଦ ବ୍ରହ୍ମକୁ ବି ତାପରେ ସେ ବୁଝେଇବେ। ଠାକୁର ଆମକୁ ପ୍ରେମମୟ କରି ତୋଳିବେ, ସେଟା ତାଙ୍କର ରେସ୍ପନ୍ସିବିଲିଟି। ଠାକୁର ହଉଛନ୍ତି ମାଷ୍ଟର ଫୁଲଫିଲର। ସେ ମାଷ୍ଟର ଫୁଲଫିଲର ନୁହେଁ, ମାଷ୍ଟର ଟିଚର। ସେ ସେଟା ଟ୍ୟୁସନ କରୁଛନ୍ତି ଆମକୁ। ପ୍ରତି ମୁହୂର୍ତ୍ତରେ କୋଉଠି କଣ ଭୁଲ ହେଇଗଲା, କୋଉଠି ସଦାଚାର ହାନି ହେଲା, କୋଉଠି ଆମେ ଈଶ୍ୱରଙ୍କର ନିୟମ ମାନି ଚଳିଲୁ ନାହିଁ, କାହାକୁ କଦର୍ଯ୍ୟ ବ୍ୟବହାର କଲୁ, କାହା ମନରେ ଦୁଃଖ ଦେଲୁ, ଇତ୍ୟାଦି ଇତ୍ୟାଦି। ସେ ସବୁବେଳେ ଜାକୁଛନ୍ତି। କାହା ମନରେ ଯଦି ଦୁଃଖ ଦେଲ ତମେ ଦୁଃଖ ପାଇବ, କାହାର ଯଦି ଅପହରଣ କଲ ତୁମର ସେ ବେଶୀ ଗୁଣ ଅପହରଣ ହେଇଯିବ। ଯଦି ଈଶ୍ୱରଙ୍କ ପାଇଁ ଦାନ କଲ 100 ଟଙ୍କା, ତମକୁ 1,00,000 ଟଙ୍କା ମିଳିଯିବ। ଯଦି କାହାର ଚୋରି କଲ 100 ଟଙ୍କା, ତୁମର 1,00,000 ଟଙ୍କା ଲସ୍ ହେଇଯିବ। ସବୁ କର୍ମ ଫଳଟା ଗୁନ୍ଥା ହେଇକି ଅଛି। ଇଟ୍ ଇଜ ମ୍ୟାଥମେଟିକ୍ସ। କର୍ମଫଳ ତାର ନାହିଁ ଯିଏ ଭଗବାନଙ୍କ ପାଇଁ ପାଗଳ, ସବୁବେଳେ ନାମମୟ, ତାର ବ୍ୟକ୍ତିଗତ ଅସ୍ତିତ୍ୱ ନାହିଁ। ପର ପାଇଁ ଠାକୁର ପ୍ରତିଟି ମୁହୂର୍ତ୍ତରେ ପର ପାଇଁ ଉତ୍ସର୍ଗୀକୃତ ହେଇଯାଇଛନ୍ତି, ନିଜେ ଚାହିଁନାହାନ୍ତି କିଛି। ସେ ଯାହା ହଉ, ଏଇ ଯୋଉ ମଣିଷ ତିଆରି କାରଖାନାରେ ଆମେ କେତେ ଦୂର, ଏଇ ଯୋଉ ଅମଣିଷ ଯେତେ ବେଶୀ ହେଇଗଲେ, ତାଙ୍କୁ ମଣିଷ କରିବା ପାଇଁ ସେ ଟିଉସନ ଆୱାର୍ସ, ସେ କୋଚିଂ ସେଣ୍ଟର, ସେଟା ଆହୁରି ଇଣ୍ଟେନ୍ସିଭ କୋଚିଂ ହବା ଦରକାର। କେବଳ ବାକ୍ୟରେ ନୁହେଁ, କର୍ମରେ, ଭଲ ପାଇବାରେ, ଭାବଧାରା ବ୍ରହ୍ମଚେତନା ଇଞ୍ଜେକ୍ଟ କରିବାକୁ ପଡିବ। ସ୍ପର୍ଶରେ ଲୋକମାନଙ୍କର ପାଖେ ପାଖେ ରହିବାକୁ ପଡିବ। ତେଣୁ ସମସ୍ତଙ୍କର ଠାକୁରତ୍ୱ ଜାଗ୍ରତ ହେଉ। ଗୋଟେ ଆନନ୍ଦମୟ ଜୀବନ, ଆନନ୍ଦମୟ ସଂସାର, ଆନନ୍ଦମୟ ସାମାଜିକ ଜୀବନ। ରାଷ୍ଟ୍ର ଜୀବନ ତ ଦୂରର କଥା। ରାଷ୍ଟ୍ରରେ ଜାତି ଜାତି ଭିତରେ, ଦେଶ ଦେଶ ଭିତରେ, ଷ୍ଟେଟ ଟେଷ୍ଟ ଭିତରେ, ଭାଷା ଭାଷା ଭିତରେ ଲଢେଇ, ଧର୍ମ ଧର୍ମ ଭିତରେ ଲଢେଇ। ସେ ଲଢେଇରୁ ଏ ପୃଥିବୀ କେମିତି ବଞ୍ଚିବ, ନିଜର ବ୍ରହ୍ମ ଏବଂ ପ୍ରବୃତ୍ତି, ଷଡରିପୁ ଏବଂ ବ୍ରହ୍ମଚେତନା, ଇଷ୍ଟ ପ୍ରେମ କେମିତି ସମସ୍ତଙ୍କର ଜାଗ୍ରତ ହବ। ଆଦର୍ଶ ପ୍ରେମକୁ ନେଇ ସଂଗଠନ, ସଂଗଠନ ଭିତରେ କଳିକଜିଆ ହବା କଥା ନୁହଁ, ସତ୍ସଙ୍ଗ ଭିତରେ ଝଗଡା ହବା କଥା ନୁହଁ। ସେଟା ଗୋଟେ ପ୍ରେମର ମିଳନ ସ୍ଥଳ ସତ୍ସଙ୍ଗ ବିହାର ହେଲା। ସେ ଯାହା ହଉ, ଏ ସମଗ୍ର ସମାଜ ଆମର ବିହାରସ୍ଥଳୀ, ଠାକୁରଙ୍କର ବିହାରସ୍ଥଳୀ, ଠାକୁରଙ୍କର ବିରାଟ ରୂପ ଏ ସମାଜ। ଏ ସମାଜକୁ ଯତ୍କିଞ୍ଚିତ ଆମର କ୍ୟାପାସିଟି ଅନୁସାରେ ସେବା କରିବା ଯଦି ଆରମ୍ଭ କରିଥିବା, ସେବା କରିବାର କ୍ୟାପାସିଟି ଆମର ବଢିଯିବ। ଆମେ ନିଜେ ଗୋଟେ ଗୋଟେ ଅନୁଷ୍ଠାନ ହେଇଯିବ। ସମସ୍ତଙ୍କ ଘରେ ଗୋଟେ ଗୋଟେ ଆନନ୍ଦ ବଜାର ଚାଲିବ। ସବୁଦିନେ 5-10 ଜଣ ଲୋକ ଗୁରୁ ଭାଇ ଆସିକିରି ଖାଇବେ। ଭବିଷ୍ୟତରେ ଏଇଟା ସମ୍ଭବ ହେଇପାରିବ। ଠାକୁର ସେଇ ଆଶା ଦେଖିଥିଲେ। ଠାକୁର ପିଲାମାନଙ୍କ ପାଇଁ ସ୍କୁଲ କଲେ, ଠାକୁର ପିଲାମାନଙ୍କର ଖାଇବା ପାଇଁ ଆନନ୍ଦ ବଜାର କଲେ ଶିଷ୍ୟ ମାନଙ୍କର। ସେ ପାବନାରୁ ଗଡି ଆସିଛି, ଦେଓଘର ବି ଚାଲିଛି। ସେ ଆମର ସବୁ ଆନନ୍ଦ ବଜାର କେବଳ ଖାଦ୍ୟରେ ନ ହଉ, ବ୍ୟବହାରରେ, ଆଚରଣରେ, ବନ୍ଧୁତାରେ, ଠାକୁରଙ୍କର ଭାବ ସଞ୍ଚାରଣରେ ଆମମାନେ ଆଗୁଆ ଲଢୁଆ ବାହିନୀ, ଆମମାନେ ସବୁ ସୈନିକ ଭଳି ଆଚରଣ କରିବା ଉଚିତ। ଆମର ଆଳସ୍ୟ ରହିବା ଉଚିତ ନୁହେଁ। ସବୁବେଳେ କର୍ମଠ, ସବୁବେଳେ ଜାଗ୍ରତ, ସବୁବେଳେ ଚୈତନ୍ୟମୟ ହେଇ ରହିବା ଉଚିତ। ସମସ୍ତଙ୍କର ମଙ୍ଗଳ କାମନା କରି ମୋର ବାଣୀକୁ ବିଶ୍ରାମ ଦଉଛି। ବନ୍ଦେ ପୁରୁଷୋତ୍ତମମ୍।
जय गुरु। बहुत बहुत धन्यवाद डॉक्टर अक्षय कुमार मिश्र, हाईटेक मेडिकल कॉलेज भुवनेश्वर। सुंदर भाव आज आलोचना रखिंट। आज जहाँ आलोच्य विषय थिला परिपूर्ण शैली, दादा सुंदर भाव विभिन्न तथ्य संग्रह करी बहुमूल्य समय दे सुंदर भाव आलोचना करी समस्त भक्त मूल्य को आज आनंदित कर समस्त से भक्तिर मार्ग रे, मुक्तिर मार्ग रे, आनंदर मार्ग रे आगे नहीं जाइछन्ति। से सुमधुर सुंदर भावपूर्ण भक्तिपूर्ण आलोचना माध्यम से दादा एवं परिवार समस्त मंगल निमंते मु प्रभु श्रीपाद पद्म प्रणाम जनाऊँ। धन्यवाद दादा। जय गुरु। वर्तमान में अनुरोध करुच्ची श्री वैकुंठनाथ बारिक जाजक सत्संग केंद्र बोलगड़ खोर्धा से समापन संगीत गान करेंगे और ध्वनि देवे। जय गुरु। जय गुरु। बोलो जय राधे राधे कृष्ण कृष्ण गोविंद गोविंद जय राधे राधे कृष्ण कृष्ण गोविंद गोविंद राधे गोविंद 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 बोली सदा करे जय राधे राधे कृष्ण कृष्ण गोविंद गोविंद सारे हरि नाम परम ब्रह्म शिवेरम कर्म सारे जय राधे राधे कृष्ण कृष्ण गोविंद गोविंद सारे राधे गोविंद बदने लगे नयन नीले सदा भाषणे जय राधे राधे गोविंद राधे गोविंद 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 बोली सदा करे जय राधे राधे कृष्ण कृष्ण गोविंद गोविंद सारे कपट छात्री पतने मारो हरि बोल 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 हरि राम परम ब्रह्म शिवेरम धर्म कर्म सारे जय राधे राधे कृष्ण कृष्ण गोविंद गोविंद सारे हरे आशा कल्पना में तो राधा 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 बोल 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 राधे गोविंद मधुरे लये भाषणे जय राधे राधे कृष्ण कृष्ण गोविंद राधे गोविंद 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 बोले सदा करे जय राधे राधे कृष्ण कृष्ण गोविंद गोविंद जय राधे राधे कृष्ण कृष्ण गोविंद गोविंद वंदे पुरुषोत्तमम् वंदे पुरुषोत्तमम् वंदे पुरुषोत्तमम् वंदे पुरुषोत्तमम् वंदे पुरुषोत्तमम् वंदे पुरुषोत्तमम्। परम प्रेममय श्री श्री ठाकुर अनुकूल चंद्र जी की जय। परम प्रेममय श्री श्री ठाकुर अनुकूल चंद्र जी की जय। परम प्रेममय श्री श्री ठाकुर अनुकूल चंद्र जी की जय। परमाराध्या जगत जननी श्री श्री बड़मा की जय।
परमाराध्या जगत जननी श्री श्री बड़मा की जय परमाराध्या जगत जननी श्री श्री बड़मा की जय परम पूज्य पादो श्री श्री बड़धा की जय परम पूज्य पादो श्री श्री बड़धा की जय परम पूज्य पादो श्री श्री बड़धा की जय परम पूज्य पादो श्री श्री आचार्य देव की जय परम पूज्य पादो श्री श्री आचार्य देव की जय परम पूज्य पादो श्री श्री आचार्य देव की जय सात संग की जय सात संग की जय सात संग की जय वंदे पुरुषोत्तमम वंदे पुरुषोत्तमं वंदे आर्ज पितॄन् वंदे आर्ज पितृम वंदे मातृवर्गान् वंदे मातृवर्गान् वंदे अहं कृष्णदैवतम् वंदे अहं क्लिष्ट दैवतान् वंदे पुरुषोत्तमम् वंदे पुरुषोत्तमं वंदे पुरुषोत्तमम् वंदे पुरुषोत्तमं परम प्रेममय श्री श्री ठाकुर अनुकूल चंद्र जी की जय जय गुरु जय गुरु जय गुरु आज्ञा जय गुरु आपण समस्त मोर आंतरिक जय गुरु गोटे घोषणा रही चैनल आईडी आज ठीक 9:30 समय और मातृ सम्मेलन साप्ताहिक मातृ जय गुरु सम्मेलन प्रोत्साहित आपण समाज समस्त उदाहरण करें। जय गुरु जय गुरु समस्त गुरु भाई नाम जय ने गुरु सुभाषदा जय गुरु अक्षयदा जय गुरु जय गुरु जय जय गुरु गुरु समस्त आंतरिक जय राम गुरु जय दादा गुरु माँ प्रणाम समस्त गुरु शिवाय जय गुरु समस्त जय 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 गुरु गुरु जय गुरु जय गुरु जय गुरु जय गुरु जय जय गुरु समस्त गुरु भाई मान जय जय गुरु जय गुरु समस्त मां भाई जय गुरु समस्त जय गुरु कलासाई जय गुरु सुभाषाई जय गुरु जय गुरु आज्ञा जय गुरु जय गुरु कलासाई जय गुरु जय गुरु जय गुरु जय गुरु वर्तमान प्रश्न उत्तर कार्यक्रम समय होती आम सहित उपस्थित रही पंडित विजय कुमार आचार्य दादा एसपीआर सत्संग बिहार केन्द्रापड़ा आम सहित उपस्थित रही डॉक्टर त्रिलोचन नायक दादा सत्संग केन्द्र कांसवाल सुंदरगढ़ अन्य दादा मान किसी समय पर उपस्थित हे आपण भितर कौन प्रश्न रही प्रश्न पचारतु प्रथमे हाथ टेकी श्रीमती नलिनी जेना नीलाद्रि बिहार भुवनेश्वर किंतु आम प्रश्न नहीं जा प्रथमे विजय कुमार जेना पारादीप जगतसिंहपुर विजय दादा जय गुरु जय गुरु जय गुरु जय गुरु आज्ञा जय गुरु दादा जय गुरु दादा आज जो टॉपिक थिला अति सुंदर टॉपिक आधर प्रश्न कौन आम निजू निजे मध्य संशोधन हवा कथा दादा सब वास्तव कथा कही आम जदि वास्तववादी न हवा जदि कथा रही जाओ ताले आम किछि पाइबानी सत्संग जगत रे जहाटा करिवो ताटा पाइबो प्रैक्टिकल किंतु दादा मोर गोटे कथा मु प्रैक्टिकल कथा गोटे सत्य कथा आपन कहूची मु काली जने रीतिय घर जाइथिन तार गोड़ फ्रैक्चर हो जाय पाखे तुम 10 थर मिस कॉल करदिली कि मोबाइल टा पाखे नथला मोटे सत्संग को जाइथिली मो राति 10टा देला 10 थर समिति तापर मु तने कॉन्ट्रैक्ट कर गले मो गोड़टा फ्रैक्चर हो जाय मु अपन मु छोटे गुरु भाई धरी करी मु गली दादा से अनेक दीक्षा देइछन आ अनेक देवघर ठूँ आरंभ कर जिते भारत वर्ष फंक्शन सब से जहाँती मु प्रैक्टिकल देखी से मत सोचते देते मुझे घर गला बयस है 78 स्त्री की 75 चारिटा पुओ बाहर विराट घर भड़ाटिया किसी अच्छा कि ये निस्व्यवहार सी ये स्त्री विरुद्ध कहते स्त्री विरुद्ध कहते अति निस्व्यवहार कर तू ता व्यवहार मुझे आश्चर्य दादा दादा आज जो टॉपिक था तो दादन करते प्रकृत आम वास्तववादी है अनेक कथा कहूचे कि प्रैक्टिकल किंतु आम कर्म भितर किसी ना मो मनटा बहुत कष्ट लगे मुझे कहली आपण मान मुझे कथा शुणा आसती श्रद्धार आप देखा आसती आप केमी अच्छा कौन अच्छा किंतु राति 8टा जाए यही कथा चलिए वो राति 8टार फेरली कौन आप विषय कहबे हेलो सुभाष भाई हाँ डॉक्टर त्रिलोचन नायक दादा जय गुरु ये प्रश्न जय गुरु जय गुरु
ସିଏ ଆମର ତ ଅନେକ ତ୍ରୁଟି ବିଚ୍ୟୁତି ହେଇଥାଏ ନା, ଦୀକ୍ଷା ନବା ପୂର୍ବରୁ ମଧ୍ୟ ଆମେ ତ୍ରୁଟି ବିଚ୍ୟୁତି ସବୁ କରିଥାନ୍ତି, ବିବାହ ସଂସ୍କାରରେ ସବୁ ବ୍ୟତିକ୍ରମ ହେଇଥାଏ। କିନ୍ତୁ ଧନ୍ୟବାଦ ଦଉଛି ମୁଁ ସେ ରୀତିଙ୍କି, ମୋ ମୁଣ୍ଡ ନଇଁ ଯାଉଛି ତାଙ୍କ ପାଦ ତଳେ। ଏତେ ପ୍ରତିକୂଳର ବାତାବରଣ ଭିତରେ ବି ସେ ଠାକୁରଙ୍କୁ ବହନ କରିକି ଚାଲିଛନ୍ତି, ବିଭିନ୍ନ ଆଡକୁ ଯାଉଛନ୍ତି, ମୋ ମୁଣ୍ଡ ନଇଁ ଯାଉଛି। ଏତେ ପ୍ରତିକୂଳ, କାରଣ କାଲି କାଶ୍ମୀରରେ ଯଦି 10ଟି ସୈନିକ ମରିଯାଆନ୍ତି ମତେ ଯେତିକି କଷ୍ଟ ନ ହୁଏ, ମୋ ପରିବାର ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ ମତାନ୍ତର ମନାନ୍ତର ହେଲେ ତା 100 ଗୁଣର କଷ୍ଟ ହୁଏ, ଆମେ ଶୋଇପାରୁନା। କିନ୍ତୁ 100 ଲୋକ ମରିଗଲେ ସେ କଷ୍ଟଟା ଆମକୁ ସେତିକି ଅନୁଭବ ହୁଏ। ତା ସତ୍ତ୍ୱେ ବି ସେ ଚାଲିଛନ୍ତି, ସେଟା ତ ରହିବ ଆମ ସମସ୍ତଙ୍କ ଭିତରେ ଅପଭୌତି କି ସେଇଟା ଦେଖିକି ଆମେ ତା ଦେହରେ ବିଚଳିତ ହବା ଦରକାର ନାହିଁ, କି ହବା ଦରକାର ନାହିଁ। ପରମ ପିତା ସବୁ ସମାଧାନ କରିବେ, କିନ୍ତୁ ଯୋଉ ବ୍ୟତିକ୍ରମ ହେଇଯାଇଛି ତାକୁ ତ ସୁଧାରିବା ଏତେ ସହଜ ନୁହଁ ନା। ଆମେ ଯିଏ ଯୋଉ ଚରିତ୍ର ନେଇକି ଆସିଛନ୍ତି, ହୁଏତ ବିବାହ ସଂସ୍କାର ତ୍ରୁଟି ଥାଇପାରେ, କିମ୍ବା ସେ ମା ଠାକୁରଙ୍କୁ ଠିକ ଭାବରେ ଆକ୍ସେପ୍ଟ କରିପାରିନାହାନ୍ତି, କିନ୍ତୁ ଭାଇଙ୍କି ମୋର ଧନ୍ୟବାଦ ଯେ ଏତେ ପ୍ରତିକୂଳ ବାତାବରଣ ଭିତରେ ସେ ଠାକୁରଙ୍କୁ ବହନ କରିକି ଚାଲିଛନ୍ତି, ସହିବ ହେଇକି ଚାଲିଛନ୍ତି। ଧନ୍ୟବାଦ। ତେବେ ସେଟା ରହିବ ଭାଇ, ଆମର ଅଜ୍ଞତା ଜଡତା ସବୁ ରହିବ। ଆମେ ଆସିଛେ, ସେଇଟା ଆମର ଦୁର୍ବଳତା। ଆମେ ଯେତେବେଳେ ଜନ୍ମ ନେଇଛେ, ଆମ ଭିତରେ ଯୋଉ ସମ୍ବେଗ ନେଇକି ଆମେ ଆସିଛେ, ଆମେ ଯୋଉ ବୈଶିଷ୍ଟ୍ୟ ନେଇକି ଆସିଛେ, ତାକୁ ଏତେ ଶୀଘ୍ର ପରିବର୍ତ୍ତନ କରିହବନି। ଇଷ୍ଟଙ୍କ ସହିତ ଆସ୍ଥା ରଖି ବିଶ୍ୱାସ ରଖିକି ଯେତେ ଦୃଢ ଭାବରେ ଲାଗି ରହିବା, ସେଇ ଲାଗି ରହିବାର ହୁଏତ କମି ଥାଇପାରେ, ମୋ ସ୍ତ୍ରୀ ଭିତରେ ଥାଇପାରେ, କି ମୋ ଭିତରେ ଥାଇପାରେ। ଏଇ ସବୁ ନେଇ ଯୋଉଟା ହଉଛି, ଉଭୟଙ୍କର ଆମର ଲକ୍ଷ୍ୟ ରହିବା ଦରକାର ଇଷ୍ଟ। ଉଭୟଙ୍କର ଯଦି ଇଷ୍ଟ କେନ୍ଦ୍ରରେ ନ ରହିଲେ ତାହେଲେ ବିଶୃଙ୍ଖଳାଟି ହବ। ତେଣୁ ସେ ଭାଇଙ୍କର ହେଇଛି କଣ, ଆମ ପ୍ରତ୍ୟେକଙ୍କ ଭିତରେ ଅଳ୍ପ ଭୌତିକ ହଉଛି, ଆଗକୁ ମଧ୍ୟ ହବ। ତେବେ ସେଇଟାକୁ ଆମେ ଅତିକ୍ରମ କରିବା ସବୁ ମିଳିତ ଭାବେ। ଆମେ ସମସ୍ତେ ଦୁର୍ବଳ, ଆମେ ସମସ୍ତଙ୍କର ଲକ୍ଷ୍ୟ ଅଛି ଦୁର୍ବଳତା ବିରୋଧରେ ଯୁଦ୍ଧ କରିବା। ଠାକୁର ବି ଡାକରା ଦେଇଛନ୍ତି। ତେଣୁ ଆମେ ୟୁନାଇଟେଡ ହବା, ଦୁର୍ବଳତାକୁ ଆଶ୍ରୟ ପାଥେୟ କରିକି, ସେଆକୁ ଭିତ୍ତି କରିକି ଆମେ ୟୁନାଇଟେଡ ହବା, ଇଷ୍ଟକୁ ପାଥେୟ କରିକି ଆମେ ତାକୁ ସବୁ ସମାଧାନ କରିବା। ଆଉ କଣ? ଜୟ ଗୁରୁ ଭାଇ, ବୁଝିଲେ ନା? ଆଉ ହଁ, ଜୟ ଗୁରୁ। ସୁଭାଷ ଭାଇ, ହ୍ୟାଲୋ। ଆଜ୍ଞା ହଁ କୁହନ୍ତୁ। କୁହନ୍ତୁ, କଣ କୁହନ୍ତୁ କୁହନ୍ତୁ ହଁ, ଦାଦା ବିଜୟ ଦା, ହଁ ଦାଦା କୁହନ୍ତୁ। ଜୟ ଗୁରୁ। ସେ ଜୟ ତାଙ୍କ ଗୁରୁ। ସ୍ତ୍ରୀ ଲୋକ କଣ କହିଲେ ଜାଣିଛନ୍ତି? ହଁ, କଣ କହିଲେ? ହଁ, ତାଙ୍କର ମା କହିଲେ ହୁଁ ବିଜୟ ଭାଇ, ମୁଁ ଆଙ୍କ ହାତ ହୁଁ ଧରିଲା ଦିନ କେବେ ମୁଁ ହୁଁ ଶାନ୍ତିରେ ରହିନି। ହୁଁ ହୁଁ ପୁଅ ମାନଙ୍କ ହୁଁ ସାଙ୍ଗରେ ପଡୁନି, ବୋଉ ହୁଁ ମାନଙ୍କ ସାଙ୍ଗରେ ପଡୁନି, ହୁଁ ମତେ ବାଡାନ୍ତି। ହୁଁ କିନ୍ତୁ ହୁଁ ଆଉ ଗୁରୁ ଭାଇ ମାନଙ୍କ ସାଙ୍ଗରେ ମଧ୍ୟ ତାଙ୍କର ସମ୍ପର୍କ ଭଲ ନାହିଁ। ସେ ହୁଁ ମତେ ହୁଁ ଏକଥା କହିଲେ ତାଙ୍କ ସାମ୍ନାରେ, କହିଲେ ହୁଁ ହୁଁ ଆ ପାଖରେ ମୁଁ ଚଳିବି କଣ, କେମିତି ରହିବି? ଏ ହୁଁ ବୟସରେ ମଧ୍ୟ ମୁଁ ସେବା ଦଉଛି, ହୁଁ ହୁଁ ତାହେଲେ ଆମେ କଣ ଶିକ୍ଷା ଲାଭ କରିବା? ତାହେଲେ ଏମିତି ସତ୍ସଙ୍ଗ ଯଦି ଇନକ୍ୱାରି କରିବ, ଅନେକ ଏମିତି ଥିବେ କଥାରେ ନାଇଁ କହୁଥିବେ ନାଇଁ, କିନ୍ତୁ ଶୁଣନ୍ତୁ ବିଜୟ, ଶୁଣନ୍ତୁ, ସବୁ ତ ଅଛି। ସେ ବି ଜଣେ ମଣିଷ ନା, ସେ ହୁଁ, ଏସ୍ପିଆର ହେଇପାରନ୍ତି, ସେ ଜଣେ ମଣିଷ। ତେଣୁ ସିଏ ଯୋଉ ଯୋଉ ତ୍ରୁଟିପୂର୍ଣ୍ଣ କର୍ମ କରୁଛନ୍ତି, ତାଙ୍କୁ ପର୍ସନାଲି ଧରନ୍ତୁ ଆପଣ ଗୋଟେ ଦେଖିଲେ, ତାଙ୍କୁ କହିବା ଦରକାର ଯେ ଦାଦା ଆପଣ ଏଇ ଲେବୁଲର ଲୋକ, ଆପଣ ଏମିତିଆ କାମଟା କଲେ ୟା ଦ୍ଵାରା ଠାକୁରଙ୍କର କାମଟା ଠିକ ହବ କି? ତାଙ୍କର କମନ ସେନ୍ସଟା କ୍ରିଏଟ କରିବାକୁ ପଡିବ। ତାଙ୍କୁ କେହି ହୁକ ଲଗେଇ ନାହାନ୍ତି, ସେ ନିର୍ଦ୍ୱନ୍ଦରେ ନିରଙ୍କୁଶରେ ହୁଏତ କିଛି କିଛି କରିଯାଉଛନ୍ତି। ଗଲା ଦ୍ୱିତୀୟ ପଏଣ୍ଟ, ସ୍ତ୍ରୀକୁ ବାଡେଇବା ବା ଅସମ୍ମାନ ଅମର୍ଯ୍ୟାଦା କରିବା, କେତେ ଦୂର ଯୁକ୍ତିଯୁକ୍ତ? ଆପଣଙ୍କୁ ସେ ହୁଏତ ଗାଳି ବି କରିପାରନ୍ତି, ସେ ଉତ୍ତ୍ୟକ୍ତ, ହେ ତୁମେ କିଏ ଅମୁକ ଢମୁକ କହିଲ। କିନ୍ତୁ ଆପଣ ଦେଖିବେ ଯେ ଆପଣଙ୍କର ପ୍ରଭାବଟା କିନ୍ତୁ ଅଞ୍ଚଳରେ ପଡୁଛି, ମୋ ଉପରେ ପଡୁଛି, ମୋ ପରିବାର ଉପରେ ବି ପଡିବ। ତେଣୁ ଦୟାକରି ଆପଣଙ୍କ ଗୋଡ ଧରୁଛି, ଆପଣ ଏଇଥିରୁ କ୍ଷାନ୍ତ ହୁଅନ୍ତୁ। ତା ନହେଲେ ବ୍ରାହ୍ମଣ କହିଲେ ଅପରାଧ ବେଗେ ଧରିବ ତାଙ୍କ ପାଦ। ବ୍ରାହ୍ମଣ ଭୁଲ କଲା, ଆମକୁ ଯାଇକି ତାଙ୍କ ଗୋଡକୁ ଧରିବାକୁ ପଡିବ। କାହିଁକି ନା ବ୍ରାହ୍ମଣ ଯଦି କଦାଚାରୀ ହେଇଯାଏ, ଦେଶରେ ଦୁନିଆରେ ମାନେ ପୁଣ୍ୟ ରହିବନି, ଦେଶର ଉନ୍ନତି ହେଇପାରିବ ନାହିଁ। ଇଏ ଯୋଉ କଥାଟା ଅଛି, ସେଇ କଥାଟା ଆମକୁ ଏଠି ଆପ୍ଲାଏ କରିବାକୁ ପଡିବ। ବଡ ଲୋକକୁ ତ ଉତ୍ତର ନାହିଁ, ଯେ ବଡ ବଡ ପୋଷ୍ଟରେ ଅଛନ୍ତି, ଯେ ଯୋଉ ଲେବୁଲରେ ଥାଉ, କିନ୍ତୁ ତାଙ୍କୁ ବିନୟର ସହିତ, ନମ୍ରତାର ସହିତ ତାଙ୍କର ଯୋଉ ବିବେକକୁ ଜାଗ୍ରତ କରିବା ମଧ୍ୟ ଆମର ଦାୟିତ୍ୱ। ପର୍ସନାଲି, ଏକାନ୍ତ ଭାବେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେବେ, ତାହେଲେ ହବ। କାହିଁକି ନା ସେଇଟା ଗୋଟେ ରହିଯାଇଛି, ଗୋଟେ କହନ୍ତିନି ଗୋଟେ ଆଳୁ ଦୋଷ ମଣିଷ ରହିଯାଏ, ସେଇଟା ସେ ସଂଶୋଧନ କରିପାରନ୍ତି ନାହିଁ, ସଂଶୋଧନ କରେଇବାକୁ ପଡେ।
କାହା ଦ୍ଵାରା ଆମେ ନିଜେ ନ ପାରିଲେ ଆଉ କାହା ଦ୍ଵାରା କେମିତି କୋଉ ଭାବରେ କରାଯିବ ତାର ଟେକ୍ନିକ ଆପ୍ଲାଏ କରିବାକୁ ପଡିବ, ତାର ପ୍ରଭାବଟା ସମାଜ ଉପରେ ପଡିବ ନା। ହୁଁ। ହଁ, ଆଉ ଆଉ ଆପଣ ଆମେ ଖାଲି ଦୋଷଟା ତ ଦେଇଦେଲେ ହବନି, ଦୋଷର ନିରାକରଣ ପାଇଁ ଚେଷ୍ଟା କରିବା ଦରକାର। ସବୁବେଳେ ଠାକୁର ଚାହୁଁଛନ୍ତି। ନାଇଁ ନାଇଁ ଦାଦା, ମୁଁ ଏମିତି ଆଶା କରୁନଥିଲି ନା, କାରଣ ଆମେ ଆପଣଙ୍କ ଘରକୁ ଯିବୁ, ଆପଣଙ୍କର ଯାଜନ ଶୁଣୁଛୁ, ଆମେ ହୁଁ କେତେ ଖୁସି ହଉଛୁ, କିନ୍ତୁ ପ୍ରାକ୍ଟିକାଲ ଆମେ ଯଦି ଏଇଭଳି ଦେଖିବୁ ଆମ ଉପରେ ହୁଁ ବହୁତ ମାନେ ତାଙ୍କର ପ୍ରଭାବ ଟିକେ ପଡୁଛି। ମୁଁ ମୋ ପଡିବ। ମୁଣ୍ଡ ନାଇଁ ଆପଣ ଟିକେ ସେ ମାଙ୍କର absent ରେ ସେ ମାଙ୍କୁ ମା ଟିକେ ଯାଆନ୍ତୁ, ମୋର ଟିକେ ପର୍ସନାଲ କଥାବାର୍ତ୍ତା ଅଛି। ଆପଣ ଯାଆନ୍ତୁ, ଗୋଟେ ଥରେ ଆପ୍ଲାଏ କରନ୍ତୁ, ମୋ ମୋ ଯୋଉ ପଲିସିଟା ଏଠି ଆପ୍ଲାଏ କରନ୍ତୁ। ଆପଣଙ୍କ ମାଙ୍କର absent ରେ ଆପଣ ତାଙ୍କୁ ପଚାରନ୍ତୁ ପର୍ସନାଲି, ଦାଦା ଆପଣଙ୍କର ପରିବାର ଯଦି ଏମିତି ଏମିତି ହୁଏ ତାହେଲେ ଦେଶ ଦୁନିଆ ଶିଖିବ କଣ? ଆପଣ ଠାକୁର ମନ୍ତ୍ର ନେଇଛନ୍ତି, ଠାକୁରଙ୍କ କଥା କହୁଛନ୍ତି, ସବୁ ଆପଣ କହିବେ ଯେ ୟା ଦ୍ଵାରା କାଲି ସକାଳେ ମୁଁ ଆଜି ଆସିଛି ବୋଲି ହୁଏତ ଡାଇଜେଷ୍ଟ କରିଦେବି। ଆପଣଙ୍କ ମୋ ପ୍ରତି ମୋର ଭକ୍ତି ଭାବଟା ଅଛି ତ, ତେଣୁ ମୁଁ କିଛି କହୁନି। କିନ୍ତୁ ପ୍ରକୃତରେ ସାଧାରଣ ଲୋକଟା ଆସିଲେ କଣ ଶିଖିବ, କଣ ଜାଣିବ, କଣ ବୁଝିବ? ସେ ଆପଣଙ୍କୁ ତ ଯାହା ଅଣ୍ଡର ଏଷ୍ଟିମେଟ କରିବ କରିବ, ଯେ କହେ ଠାକୁରଙ୍କୁ ଦୀକ୍ଷା ନେଇ କିଛି ଲାଭ ନାହିଁ, କହିବ ନା ନାଇଁ? ଆପଣ ତାକୁ ବୁଝାନ୍ତୁ, ହେଲା? ଆପଣ ହଁ ବୁଝାନ୍ତୁ, ନିଶ୍ଚିତ ବଦଳିବେ। ନହେଲେ ଆପଣ ମୋବାଇଲ ନେଇ କେତେବେଳେ ଯାଇଥିବେ ପର୍ସନାଲି ମତେ ଲଗେଇଦେବେ, ମୁଁ ତାଙ୍କ ସାଙ୍ଗେ କଥାବାର୍ତ୍ତା ହେବି, ନୋ ନାଇଁ ପ୍ରୋବ୍ଲେମ। ନାଇଁ ଦାଦା, ମୁଁ ଯାହା ଦେଖୁଛି ସତ୍ସଙ୍ଗ ଜଗତରେ ଯଦି ପ୍ରାକ୍ଟିକାଲ ଇନକ୍ୱାରି କରିବେ, ଆଜି ଯୋଉ ଟପିକ ଟା ଥିଲା ପ୍ରକୃତ ଆମେ ବାସ୍ତବାଦୀ ବର୍ତ୍ତମାନ ହେଇନା। ହଁ, ସେଇଟା ତ ଠିକ। ବାସ୍ତବବାଦୀ କଣ ଏତେ ସହଜରେ ହବ ନା କଣ ଆପଣ ଭାବୁଛନ୍ତି? ଆମ ଭିତରେ ସବୁ ଖାଦ ବହୁତ ଅଛି, ବହୁତ ଅସୁବିଧାରେ ସବୁ ଆମେ ଚାଲିଛେ। ଆପଣ ଭାବନ୍ତୁନି ଯେ ଇଏ ଗୋଟେ ଜନ୍ମରେ କେତେଟା ଦିନରେ ହେଇଯିବ, ନାଇଁ। ହଁ ହବ, ଯୋଉମାନଙ୍କ ପରିବାର ସଂସ୍କାରଟା କଣ୍ଟିନ୍ୟୁ କରୁଛି, ଆଉ ସ୍ୱାମୀ ସ୍ତ୍ରୀ ବିଶେଷ କରି ଦାମ୍ପତ୍ୟ ଜୀବନରେ ଫାଟଟା ଆସେ କାରଣ ଦି ଜଣଙ୍କ ଦିଟା ମନ ଗୋଟାଏ ହବା କଷ୍ଟକର। ସେଠି ବୁଝାମଣାର ଅଭାବ ଘଟେ। ସ୍ୱାମୀ କାହିଁକି ବିଗୁଡୁଛନ୍ତି ବା ସ୍ତ୍ରୀ କାହିଁକି ତାଙ୍କ ଉପରେ ଅସନ୍ତୁଷ୍ଟ ହଉଛି, କାରଣ ଗୁଡାକ ଜାଣିକିରି ତାକୁ ନିରାକରଣ ନ କଲେ କଞ୍ଜୁଗାଲ ଲାଇଫ ଠିକ ହବନି, ଏବଂ ପୁଅ ବୋଉ ମଧ୍ୟ ପରଫେକ୍ଟ ଗତିରେ ଚାଲିବେ ନାହିଁ। ଏ ସବୁ ଏଗୁଡା ସବୁ ସଂସ୍କାର, କଣ କରିବା ଦାଦା, ବିଜୟ ଭାଇ? ଆପଣ ସବୁବେଳେ ଶିକ୍ଷା ଦେଉଛନ୍ତି ପିଲା ଛୁଆଙ୍କୁ, ତୁମେ ଆମେ ମୂଳରୁ ଶିକ୍ଷା ଦିଅ। ଆପଣ ଦେଖନ୍ତୁ ତାଙ୍କର 4ଟା ପିଲା ବାହାରେ ସବୁ ବଡ ବଡ ଚାକିରି କରୁଛନ୍ତି, କେହି ଗୋଟିଏ ବାପା ମା ପାଖରେ ନାହିଁ, କେହି ମଧ୍ୟ ପଚାରୁନାହାନ୍ତି। ସେ ମତେ କହୁଥିଲେ କେହି ମଧ୍ୟ ହୁଁ ଆ ଉପରେ ଗୁରୁତ୍ୱ ଦଉନାହାନ୍ତି। ହୁଁ ହୁଁ। ତେଣୁ ଆମେ କଣ ପିଲା ଛୁଆକୁ ଶିକ୍ଷା ଦେଲେ? ଆମ ବାପା ପାଠ ପଢେଇ ଦେଲା ପରେ, ଚାକିରି କଲା ପରେ, ତାଙ୍କ ସ୍ତ୍ରୀ ତାଙ୍କୁ ଯୁଆଡେ କହିବେ ହ୍ୟାଣ୍ଡେଲଟା ତାଙ୍କ ହାତରେ ରହିଲା। ଆଉ ଆପଣ କଣ କରିବେ? ହ୍ୟାଣ୍ଡେଲଟା ସ୍ତ୍ରୀ ହାତରେ, ସେ ଯୁଆଡକୁ ମୋଡିବ ସିଆଡେ ଚାଲିବେ। ତେଣୁ ଆଉ ସେଠି ଆଉ କଣ କରାଯାଇ ପାରିବ? ସେ ନୁହଁ। ଯଦି ବିବେକୀ କୋଉ ପୁଅଟା ଥିବ, ସେ ହୁଏତ ବାପା ମାଙ୍କ ଉପରେ ଦୃଷ୍ଟି ପକେଇବ କି ତାଙ୍କର ଦାୟିତ୍ୱ ନବ, ନହେଲେ ସମସ୍ତେ ନେଇପାରିବେ ନାହିଁ। ଏଇଟା ସଂସ୍କାରର କଥା। ଆଉ ମାର ନାହିଁ, ମା ଯଦି ସ୍ୱାମୀ ଭକ୍ତି ପରାୟଣ ହେଇଥିବ ଗଭୀର ଭାବେ, ତାହେଲେ ପିଲା ହେବେ। ସେ ଭାବଟା ଆସିବ, ଯୋଉ ଅନୁସନ୍ଧୁଚି ସେବା କଥା ଆଜି ବି କହୁଥିଲେ ଆମର ଅକ୍ଷୟ ଭାଇ, ହେଲା କି? ସେ ଅନୁସନ୍ଧୁଚି ସେବା ନାହିଁ, ତାଙ୍କ ମନକୁ ଜାଣିକିରି ତାଙ୍କୁ କୋଉ ବେଳେ କି ସେବାଟା ଦରକାର ତାକୁ ସେ ଯୋଗେଇ ପାରନ୍ତି ନାହିଁ, ଯାହା ଫଳରେ କି ଅଫସୋସ ରହିଯାଏ। ସ୍ୱାମୀଙ୍କ ମନରେ ଯୋଉ ଅଫସୋସଟା ରହିଯାଏ, ସେ ଅଶାନ୍ତି ବାତାବରଣ ସୃଷ୍ଟି, ଅଶାନ୍ତ ବାତାବରଣ ସୃଷ୍ଟି ହୁଏ। ମନର ଅଶାନ୍ତିଟା ପ୍ରତିଫଳିତ হয় ବିଭିନ୍ନ କର୍ମ ଭିତର ଦେଇ। ଏ ସବୁ ଗୁଡାକ ଆମେ ଡେମନଷ୍ଟ୍ରେଟ କରୁଛୁ ନା, ବିଭିନ୍ନ ପରିବାର ସହିତ ତାକୁ ଅନୁସନ୍ଧାନ କରୁଛୁ, ପର୍ଯ୍ୟାଲୋଚନା କରୁଛୁ। କେତେ ପରିବାର, ଯୋଉ ବିଳାସପୁର ଥିଲି ମୁଁ, 8-10ଟା ପରିବାର ମୁଁ ରାଉଣ୍ଡ କରୁଥିଲି ପର ଡେ। ଯେତେବେଳେ ବସା ଆଙ୍କ ଘରେ ଘଣ୍ଟାଏ, ତାଙ୍କ ଘରେ ଘଣ୍ଟାଏ, ଏମିତି ବୁଲେ, କୋଉଠି କଣ ଘଟିଛି ତାକୁ ଯୋଡି ଜାଡ଼ିକି ରଖିଥିଲି। ବହୁତ କଥା ଅଛି, ଆମର ସେ ଅତୁଲ ତ୍ରିପାଠୀ ପଚାରିବେ, ସେ କହିବ। ହଁ, ବହୁ କଷ୍ଟ ସାଧ୍ୟ, ବହୁତ ଦୁଃଖମୟ ପରିବାର, ଅଶାନ୍ତିମୟ ପରିବାର। ତାକୁ ଧୀରେ 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 ସାଇଜ ଆଡକୁ କରାହେଲା। ବାପା କହୁଛି ମୁଁ ମୋର ଅଲଗା ରାନ୍ଧି ଖାଇବି, ପୁଅ ମତେ ଅମୁକ ଢମୁକ କଲା, ରାନ୍ଧିଲା। ପୁଅ କହିଲା କଣ କରିବି, ସେତେବେଳେ ସାର୍ ମତେ ଡାକନ୍ତି। ମୁଁ କଣ କରିବୁ? ବାପା ରାନ୍ଧି ସାରିଲା ପରେ ଗାଧେଇ ଯେତେବେଳେ ଯିବେ କି କୁଆଡେ ଯିବେ, ତୁ ଯାଇକି ଖାଇଦବୁ, ତୋର ଯେତିଟା ଖାଇବା କଥା, ଆଉ କଣ ଅଛି। ସେ ହେଲା। ସେଠୁ ସିଏ ଆସି ମୋ ପାଖରେ ପହଞ୍ଚିଲେ, କଣ
ସାର୍ ଏଇ ମୋ ପୁଅ ସବୁ ଖାଇଗଲା ଆପଣ ତ କିଛି କହୁନାହାନ୍ତି ମୁଁ କଣଟା କହିବି ପୁଅ ଖାଇଲା ଆଉ କଣ ଆପଣ ଜନ୍ମ କରୁଥିଲେ ନା ନାଇଁ ଆଉ ଆପଣ ଯାଉନାହାନ୍ତି ସେଠି ବସିବେ ମତେ ଖାଇବାକୁ ଦବ କି ନାହିଁ ସେ ନଦେଲେ ମତେ କଣ ନା ଚାଲନ୍ତୁ ଆପଣ ଚାଲନ୍ତୁ ମୁଁ ଗଲି ଏଇ ତା ବୋହୂକୁ କହିଲି ମୁଁ ବାଗେଇ ତାକୁ ଆଣିଦେ ଖାଇବାକୁ ବାପାକୁ ଦେ ଆରେ ସାଙ୍ଗେ ସାଙ୍ଗେ ଆଣିଦେଲା ସେ ଖାଇଲେ ଆଉ କଣ ମୋ କହିବା ହଁ କଥା କଣ ଦାଦା ଗୋଟେ ଛୋଟ ପ୍ରଶ୍ନ ଯେ ଧର ମତେ କାଲି ଜଣେ ଭାଇ କହୁଥିଲେ ତାଙ୍କ ହୁଁ ରୀତିକି ଏକ୍ସପାର୍ଟ କରିଗଲେ ସେ ଯୋଉ ହୁଁ ହୁଁ ଇଷ୍ଟକୋର୍ଟ ଟା ପଠଉଛନ୍ତି କାହା ମାଧ୍ୟମରେ ପଠେଇବେ? ଓ ଯୋଉ ରୀତିକି ଇଷ୍ଟପତି ନେଇକିରି ଦାଖଲ କରୁଥିଲେ ନା କଣ ନାଇଁ ଇଷ୍ଟକୋର୍ଟ ଏ ଫର୍ମରେ ରୀତିଙ୍କ ନାଁ ଲେଖା ହଉନି କି ଧର ମୋ ହଁ ପରିବାରରେ ହଁ ସେଇଟା ତ କହିଛି ମୁଁ ସେଇଟା ତ କହିଛି ଯୋଉ ରୀତିଙ୍କ ନାଁ ଅଛି ସେ କଣ୍ଟିନ୍ୟୁ କରିବ ସେ ତାହେଲେ କୁଆଡକୁ ସେ ପଇସା ଯିବ ଆପଣଙ୍କର ଚିନ୍ତା କରିବା କାହାର ନାହିଁ କିନ୍ତୁ ଦାଦା ଯୋଉ ଏକ୍ସପାର୍ଟ କରିଗଲା ପରେ ଦାଦା ହଁ ଏକ୍ସପାର୍ଟ ଏକ୍ସପାର୍ଟ କରନ୍ତୁ ଏକ୍ସପାର୍ଟ କଲେ ମଧ୍ୟ ତାଙ୍କ ନାଁ ମେନସନ କରିବେ ରୀତିକି ଦେବେ ସେ କଥାଟା ମାନେ ହେଡ ଅଫିସ ବୁଝିବ ହେଲା ଓହୋ ଆମର ହଉ ଆମର କିଛି କହିବାର ନାହିଁ ସେ ପଇସା ତାକୁ ଦେବେ କି ତାଙ୍କ କୌଣସି ଲୋକ ନବ କି କଣ ହବ ସେ କଥା ହେଡ ଅଫିସ ବୁଝିବ ଆମର କିଛି ଚିନ୍ତା କରିବାର ନାହିଁ ରୀତିଙ୍କ ନାଁ ଲେଖା ହବ ରୀତିକି ଦିଆଯିବ ଆକ୍ଚୁଆଲି ରୀତିକି ଦେଲା ପରେ ସେ ଠାକୁରଙ୍କ ଫଣ୍ଡରେ ରହେ ରୀତିକି ଆପ୍ଲାଏ କଲେ ନିଅନ୍ତି ଯିଏ ଆପ୍ଲାଏ ନ କରନ୍ତି ସେ ଫଣ୍ଡରେ ହିଁ ରହେ ହେଲା ହୁଁ ସବୁ ରୀତିକି ନିଅନ୍ତିନି ରୀତିକି ସବୁ ରୀତିକି ମାନେ ରୀତିକି ଯୋଉ ଦିଆଯାଉଛି ଦକ୍ଷିଣା ସେ ନିଅନ୍ତିନି ଅଧିକାଂଶ ଠାକୁରଙ୍କ ପାଖରେ ସେମିତି ରହିଯାଏ ନିଅନ୍ତି ନାହିଁ ସେ ରହିକି ଠାକୁରଙ୍କ ଫଣ୍ଡରେ ବଢି ଚାଲେ ଆଉ କଣ ଅଛି ହେଲା ଆଉ ହୁଁ ଯୋଉମାନେ ନିଅନ୍ତି ଆପ୍ଲାଏ କରନ୍ତି ସେ ଆଣନ୍ତି ଆଉ ଯଦି ସେ ଆପ୍ଲାଏ ତାଙ୍କର କେହି ନ କଲେ କି ତାଙ୍କ ପୁଅ କରିବ ସେତେବେଳେ ଦାଦା ବୁଝିବେ ଆଚାର୍ଯ୍ୟ ଦେବ ବୁଝିବେ ଯେ ପ୍ରକୃତରେ ଏ ପିଲାର ଅଭାବ ଅନଟନ ଅଛି ତା ବାପାର ରୀତିକି ତାକୁ ଦକ୍ଷିଣାଟାକୁ ତାକୁ ଦବା କି ସ୍ତ୍ରୀକି ଦବା ସିଏ ବିଚାର କରି ଯାହା କରିବେ ହେଲା ହଁ ଆଜ୍ଞା ଆଜ୍ଞା ସେଥିରେ ଆମର ଚିନ୍ତା କରିବାର ନାହିଁ ହେଲା ଆଜ୍ଞା ଜୟ ଆଜ୍ଞା ଗୁରୁ ହଉ ଜୟ ଗୁରୁ ଦାଦା ବହୁତ ବହୁତ ହଉ ଧନ୍ୟବାଦ ହଉ ଜୟ ଗୁରୁ ଜୟ ଗୁରୁ ଆଉ ନେକ୍ସଟ ଅଛନ୍ତି ଆମର ନଳିନୀ ମା ଆପଣ ଅଡିଓ ଖୋଲନ୍ତୁ ନଳିନୀ ମା ଅଡିଓ ଖୋଲନ୍ତୁ ଜୟ ଗୁରୁ ଜୟ ଗୁରୁ ଦାଦା ଜୟ ଗୁରୁ ଜୟ ଗୁରୁ ସମସ୍ତ ଅନ୍ତରେ ଜୟ ଗୁରୁ ଦାଦା ତ ଆଲୋଚନା ରଖିଥିଲେ ଦାଦା ପରିପୂରଣ କରିବା ଯୋଉଟା କି ସନ୍ତାନ ପାଇଁ ଯୋଉ ପିତାମାତା ମାନେ ଚାହିଁଥାନ୍ତି ଗୋଟେ ସନ୍ତାନ ହଉ ଯାହାକି ତାଙ୍କର ଇଚ୍ଛା ଆକାଂକ୍ଷା ଯାହାକି ସେଇଟା ପରିପୂର୍ଣ୍ଣ ସେ କରିବ କିନ୍ତୁ ଆଜିକା ଡେଟରେ ଦେଖାଯାଉଛି ତାଙ୍କର ସନ୍ତାନ ମାନେ ତ ତାଙ୍କର କର୍ତ୍ତବ୍ୟ ଭୁଲି ଯାଉଛନ୍ତି ବାପା ମାଙ୍କ ଇଚ୍ଛା ପରିପୂରଣ କରିବାରେ ସେମାନେ ଅସମର୍ଥ ହେଉଛନ୍ତି ତାହେଲେ ଆଜିକାଲି ତାହେଲେ ଆମେ ସନ୍ତାନ ଉପରେ ବେଶୀ ଗୁରୁତ୍ୱ ଦବା ନା ସେଇ ସନ୍ତାନ ହଉ କି ଝିଅ ହଉ ବା ପୁଅ ହଉ ଯିଏ ଜନ୍ମ ହେଲେ ବି ଆମେ ସେଇଥିରେ ଶାନ୍ତି ହବା ହଉ ତ୍ରିଲୋଚନ ଭାଇ କୁହନ୍ତୁ ତ୍ରିଲୋଚନ ଭାଇ ଆଜ୍ଞା ଆଜ୍ଞା କୁହନ୍ତୁ ଆମର ଯୋଉ କଥା ହଉଛି ଜୟ ଗୁରୁ ଦାଦା ପିଲାମାନଙ୍କୁ ଆଜ୍ଞା କେମିତି ହଁ ଜୟ ଗୁରୁ ଜୟ ଗୁରୁ। ପିଲାମାନଙ୍କୁ କେମିତି ଆମେ ପରିଚର୍ଯା କରିବା ତ ଆଜ୍ଞା ଦାଦା ଆପଣଙ୍କର ମାନେ ସନ୍ତାନ ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି ପିତାମାତା ମାନେ ସନ୍ତାନ ନ ହେଇକି ଝିଅଟେ ହେଲେ ତାଙ୍କ ମନ ଦୁଃଖ ହେଇଯାଏ ସେଥିରେ ମାନେ ସନ୍ତାନ ଆଜି କାଲିର ସନ୍ତାନ ମାନେ ଯାହା ବି ପିତାମାତାଙ୍କୁ ତ ତାଙ୍କର ପରିପୂରଣ କରିବାରେ ସାହାଯ୍ୟ କରୁନାହାନ୍ତି ସେମାନେ ଅଲଗା ଆଡେ ଯାଇକି ବି ରହୁଛନ୍ତି ପିତାମାତା ମରିକି ପଡିଲେ ବି ସେମାନଙ୍କର ଦେଖା ମିଳୁନି ତେଣୁ ଏଠି ମାନେ ପିତାମାତା ମାନେ ଏମିତି ଆଶା ରଖିବା କି ପୁତ୍ର ସନ୍ତାନଙ୍କ ଉପରେ ଆଶା ରଖିବା ଦରକାର ନା ଯାହା ବି ହେଲେ ଶାନ୍ତି ସେଇଥିରେ ସନ୍ତୁଷ୍ଟ ହବା ଦରକାର ନାଇଁ ନାଇଁ ନିଶ୍ଚୟ ନିଶ୍ଚୟ ଆଶା ରଖିବା ଆମେ ତିଆରି କରିବା ଆମେ ଇଏ କରିବା କାହିଁକି ଆଶା ରଖିବା ନାହିଁ କିନ୍ତୁ ଆମର ଯୋଉ ମାନସିକ ବିକୃତି ରହିଛି ପୁଅ ଝିଅ ପ୍ରତି ଯୋଉ ଆମର ଭେଦାଭେଦ ରହିଛି ସେଟା ନ ରହିବା ଉଚିତ ଝିଅ ବି କୌଣସି ଗୁଣରେ କମ ନୁହଁ ଦୁହିତା ଦୁଇ କୂଳକୁ ହିତା ହଁ ଆଉ ଝିଅର ଯୋଉ ପୁଅ ସେମାନେ ତ ମୋ 14 ପୁରୁଷକୁ ଶ୍ରାଦ୍ଧ ଦେବେ ଭଣଜା କୁଳ ନନ୍ଦନ ହଁ ସିଏ ନାତି ଏ ନାତିଠୁ ବହୁତ ଉର୍ଦ୍ଧ୍ୱରେ ଆମର ଶାସ୍ତ୍ର ଯାହା କହୁଛି ତେଣୁ ସେଇ ଯୋଉ ମାନସିକତା ଆମର ରହିଛି ସେଟା ଉଚିତ ନୁହଁ ପିଲାମାନଙ୍କ ଉପରେ ବୃଦ୍ଧା ବାର୍ଦ୍ଧକ୍ୟ ଅବସ୍ଥାରେ ଆମେ ନିର୍ଭର କରିବା ନାହିଁ ତ କାହା ଉପରେ କରିବା ଆମର ତ ଶାସ୍ତ୍ର କହୁଛି ଛୁଆ ବେଳେ ବାପା ମାଙ୍କ ଉପରେ ନିର୍ଭର କରିବ ଆଉ ଯୌବନ ଅବସ୍ଥାରେ ସ୍ତ୍ରୀ ସ୍ୱାମୀ ଉପରେ ନିର୍ଭର କରିବ ଆଉ ସ୍ୱାମୀ ତାର ସୁରକ୍ଷା ଦାୟିତ୍ୱ ନବ ଭରଣ ପୋଷଣ ଦାୟିତ୍ୱ ନବ ସିଏ ସ୍ୱାମୀର ସେବା କରିବ ବାର୍ଦ୍ଧକ୍ୟ ଅବସ୍ଥାରେ ଉଭୟ ସନ୍ତାନଙ୍କ ପାଖରେ ରହିବେ ଏବଂ କୁନାମକ ନରପୁର ଏ ଯୋଉ ପୁତିଗନ୍ଧମୟ ନରପୁର ସେମାନେ ଆମକୁ ସେବା ଦେଇକି ଉଦ୍ଧାର କରନ୍ତି ବୋଲିକି ତେଣୁ ପୁତ୍ରର ଅଧିକାର ଅଛି ନରପୁର ଉଦ୍ଧାର କରିପାରିବ ତେଣୁ ଆମର ତ୍ରୁଟି ରହିଛି ସନ୍ତାନ ଜନ୍ମ ଦବାରେ ଆଉ ପରିଚର୍ଯା କରିବା
ଯୋଉ ଆଚରିତ ସତ୍ୟ ବା ଯୋଉ ସତ୍ୟଟାକୁ ପାଳନ କରିକି ଆମେ ତାଙ୍କୁ ଦିଗଦର୍ଶନ ଭଲ ମଣିଷ କରିପାରିଥାନ୍ତେ ଆମେ ସେଥିରେ ବ୍ୟତିକ୍ରମ କରିଛେ ଆମେ ଜାଣିନାହାନ୍ତି। ଆମେ କଣ ସନ୍ତାନ କାମୀ ହେଇକି ଉଭୟ ମିଳିତ ହେଇଛନ୍ତି? ଆମେ ଆକ୍ସିଡେଣ୍ଟାଲ ଯୌନ ଲାଳସାକୁ ଚରିତାର୍ଥ କରିବା ପାଇଁ ଯାଉଛନ୍ତି, ତା ଦୈବାତ ଗୋଟେ ସନ୍ତାନ ଆସୁ। ଏହି ମନୋବୃତ୍ତି 90% କେସରେ ରହୁଛି। ତେଣୁ ତାପରେ ଆମେ ଯୋଉ ସଂସ୍କାର ଗୁଡାକ ଆଦୌ ପାଳନ କରୁନାହାନ୍ତି। ତା ପରବର୍ତ୍ତୀ ସମୟରେ ଜନ୍ମ କଲା ପରେ ଯେତିକି ବି ରହିଛି ଆମ ପିତୃପୁରୁଷଙ୍କର DNA ଆସୁଛି, ତାକୁ ମଧ୍ୟ ଆମେ ନର୍ଚର ଦେଇପାରୁନାହାନ୍ତି। ତାରି ସାମ୍ନାରେ ଆମେ ବହୁତ ଅବୈଧ ଆଚରଣ ସବୁ କରୁଛନ୍ତି ପିଲା ଛୁଆଙ୍କ ସାମ୍ନାରେ। ଯୋଉ ସ୍କୁଲକୁ ପଠାଉଛନ୍ତି ସେଠି ବି ବହୁତ ନ୍ୟାରେଟିଭ ଆମ କୃଷ୍ଟି ସଂସ୍କୃତି ପିତୃପୁରୁଷଙ୍କ ବିରୁଦ୍ଧରେ ଚାଲୁଛି। ଆମର ଏଇ ସବୁ ପ୍ରକାର ଦାୟୀ। ତା ଭିତରେ ଗୋଟିଏ ଆମକୁ ପ୍ରଭୁ ଦୟା କରିଛନ୍ତି, ଯୋଉ ଦୀକ୍ଷା ପଦ୍ଧତିଟି ଦେଇଛନ୍ତି, ସବୁ ପ୍ରତିକୂଳ ବାତାବରଣ ଭିତରେ ବି ଆମେ ତାକୁ ଅବଲମ୍ବନ କରିକି ଆମେ ଗୋଟେ ସୁବ୍ୟବସ୍ଥା କରିପାରିବା, ପିଲାମାନଙ୍କୁ ମଣିଷ କରିପାରିବା। କିନ୍ତୁ ଆଶା ରଖିବା ଉଚିତ ଏବଂ ତାଙ୍କୁ ସେଇଭଳି ପାଳନ ପୋଷଣ କରିବା ମଧ୍ୟ ଉଚିତ, ଯାହାକି ଫ୍ୟୁଚରକୁ ସେମାନେ ଆମକୁ ଦେଖିବେ। କିନ୍ତୁ ସେଇଟା ଆମର ବ୍ୟତିକ୍ରମ ହୁଏ। ଆମେ ଠାକୁରଙ୍କର ଭାବଧାରାକୁ କଡାକଡି ମାନି ପାରନ୍ତିନି, ଦି ନାବରେ ଗୋଡ ଦିଅନ୍ତି। ମୋ ପୁଅକୁ ଯେତେବେଳେ ମୁଁ ସ୍ୱସ୍ତିନ୍ ଦବାକୁ ଗଲି, ପାଠ ପଢିବା ପାଇଁ ଯାଉଥିଲା, ଅନେକ ମତେ ମନା କରିଛନ୍ତି। ଇଭିନ୍ କି ଏସ୍ପିଆର ପାଞ୍ଜା ଥିବା କର୍ମୀ ମାନେ ମନା କରିଛନ୍ତି, ବାହାରକୁ ଯିବ ଏବେ ସ୍ୱସ୍ତିନ୍ ଦୀକ୍ଷା ଦିଅ ନା। ମୁଁ କହିଲି ନା, କୌଣସି ପରିସ୍ଥିତିରେ ନୁହଁ, ଏବଂ ସେଇଟା ସ୍ୱସ୍ତିନ୍ ଦବା ଦରକାର। ସେଇ ଅସୁବିଧା ହିଁ ତାର ସବୁଦିନ ଜୀବନର ସୁବିଧାଟାକୁ କରିବ। ଏବଂ ସେଠି ଯାଇକି ଯୋଉ ଷ୍ଟ୍ରଗଲ କରିକି ଖାଇବା ପିଇବା, ତା ଭିତରେ ବି ସେ ବିନା ପିଆଜ ରସୁଣରେ ଯେଭଳି ଭାବରେ ଇଏ କଲା, ତାର ଯୋଉ ଦକ୍ଷତା ଯୋଗ୍ୟତା ବଢିଲା, ପ୍ରଭୁଙ୍କ ପ୍ରତି ପ୍ରତ୍ୟୟ ବଢିଲା, ନିଷ୍ଠା ବଢିଲା, ସେଟା କଣ କମ କଥା ନା? ତେଣୁ ଆମେ ଜାଣୁ ଜାଣୁ ଏରକମ ନିଜ ଗୋଡକୁ ନିଜେ କୁରାଡି ମାରି। ଠାକୁର ଯାହା ଦେଇଛନ୍ତି ଆମର ବଞ୍ଚିବା ବଢିବା ବୃଦ୍ଧି ପାଇଁ, କିନ୍ତୁ ଆମେ ଯୋଉ ବୁଦ୍ଧି ଖଟାନ୍ତି ଆମ ଅଜ୍ଞତାରେ ଯୋଉଟା ଥାଏ, ଏଇଟା କରିବି ଏଇଟା କରିବି ନାହିଁ, ଯୋଉ ଗୋ ବିଟୁଇନ୍ ଦ୍ୱନ୍ଦ୍ୱି ବୃତ୍ତି, ଏଇ ଆମକୁ ସବୁ ବିପର୍ଯ୍ୟୟକୁ ଆମନ୍ତ୍ରଣ କରେ। ତେଣୁ ପିଲାଙ୍କୁ ଠିକ ପରିଚର୍ଯା କରିବା, ପିଲାଙ୍କୁ ଦାୟିତ୍ୱ ନବା, ତାଙ୍କୁ ଆମର ଗୁରୁଜନଙ୍କ ସେବା କରେଇବା, ଶିଖେଇବା। ଯୋଉଟା ଆମର ରହିଛି ଠାକୁରଙ୍କର ମା ରହୁଛନ୍ତି ପିତାଙ୍କ ପ୍ରତି ବଢେ ଯେଭଳି ଶ୍ରଦ୍ଧା ସେଇପରି କରି ଗଢିବ ପିଲାଙ୍କୁ ଉଚ୍ଛଳ ତହିଁରେ ସେ ସନ୍ତତି। ବାପାର ମଧ୍ୟ ଦାୟିତ୍ୱ ରହିଛି ମା ପ୍ରତି ଶ୍ରଦ୍ଧା କେମିତି ବଢିବ। ଆଉ ପରିବାରରେ ବି ଗୋଟେ ଝିଅ ଅଛି, ଗୋଟେ ପୁଅ ଅଛି, ସିଏ ହଉଛନ୍ତି ବାପା ଆଉ ମା। ପୁଅଟାକୁ କେମିତି ମା ପଛରେ ଲଗେଇଦବା ଏବଂ ଝିଅଟାକୁ କେମିତି ବାପା ସେବାରେ ଲଗେଇଦବା। ବାପାଙ୍କ ସେବାରେ ସେ ସବୁବେଳେ ବ୍ୟାପୃତ ରହିବ, ବାପାଙ୍କ ଖାଇବା ପିଇବା ବୁଝିବ, ପୁଅ ମା ଇଏରେ ରହିବ। ଏଇ ସବୁ ବ୍ୟବସ୍ଥା ଭିତରେ ଦେଇକି ସେଗୁଡାକ ହଏ, ଆମେ ତାକୁ ଜାଣିନାହାନ୍ତି। ତାକୁ ଏଇ ସତ୍ସଙ୍ଗ ପରିସର ଯୋଉଟା ଗୋଟିଏ, ଯେ କି ଆମକୁ ଏ ଶିକ୍ଷା ଦେଇପାରିବ ଏବଂ ଆମେ ହେଇପାରିବା। ତେଣୁ ସେଟା ଆପଣ ଯାହା କହୁଛନ୍ତି ଆମେ ଆଶା କରିବା ଉଚିତ, ତାଙ୍କୁ ଗଢିବା ଉଚିତ। ତାର ଫଳ ମଧ୍ୟ ମିଳିବ, ପଜିଟିଭ ଫଳ ହେଲେ ପଜିଟିଭ ମିଳିବ, ନେଗେଟିଭ ହେଲେ ନେଗେଟିଭ ମିଳିବ। ତେଣୁ ଆମେ ସେଇଭଳି ତାଙ୍କୁ ଉପଯୁକ୍ତ ନ କଲେ ସେ ସ୍ତ୍ରୀ କି ନେଇକି ପଳେଇବେ। ଇଷ୍ଟଙ୍କ ସହିତ ତାଙ୍କର ଟାଣଟା ଯେତେ ବଢିବ, ଆମେ ସମସ୍ତେ ସୁଫଳ ପାଇବା। ବାପା ମା ପାଇବେ, ପରିବାର ପରିଜନ ପାଇବେ, ସମାଜ ପାଇବ, ରାଷ୍ଟ୍ର ପାଇବ। ଆଉ ଇଷ୍ଟଙ୍କ ପାଖରୁ ଆମେ ତାଙ୍କୁ ଦୂରେଇ ଦବା ବିଭିନ୍ନ ଆଳ ଦେଖେଇକି, ଯୁକ୍ତି ଦେଇକି, କୌଶଳ କରିକି, ସେ ଗଲା 4-5 ରୁ ଗଲା। ନା ବାପା ମାଙ୍କର ହବ, ନା ସମାଜର ହବ, ନା ଭଲ ପୁଅ ହେଇପାରିବ, ନା ଭଲ ଛାତ୍ର ହେଇପାରିବ, ନା ଭଲ ନାଗରିକ ହେଇପାରିବ, ନା କଣ ହେଇପାରିବ। ଜୟ ଗୁରୁ। ବୁଝିଲେ ନଳିନ ବା? ହ୍ୟାଲୋ ନଳିନ ବା, କୁହନ୍ତୁ। ହ୍ୟାଲୋ ଜୟଗୁରୁ ଆଜ୍ଞା ଦାଦା, ନଳିନ ବା, ଅଡିଓ ଜୟଗୁରୁ। ଆଜ୍ଞା ଦାଦା, ଜୟଗୁରୁ ଜୟଗୁରୁ। ଭଲ ସୁନ୍ଦର ଭାବରେ ଦାଦା ବୁଝେଇଥିଲେ ଦାଦା। ଯାହାହେଲେ ବି ଦାଦା ପିତାମାତା ମାନଙ୍କର ଯୋଉ ଏଇ ଯୋଉ ଅନ୍ତର୍ବାନ୍ତର ଜିନିଷଟା ରହିବା ଠିକ ନୁହେଁ। ସେଇ ପୁଅ ହଉ ବା ଝିଅ ହଉ, ସେଇଥିରେ ସମସ୍ତେ ଶାନ୍ତି ପାଇବେ। ମାନେ ଯୋଉ ଅଛନ୍ତି, ଯଦି ଗୋଟେ କନ୍ୟା ସନ୍ତାନ ଜନ୍ମ ଦଉଛନ୍ତି, ସେଠି ମାନେ ଶାଶୁ ଶ୍ୱଶୁର ସେମାନେ ବି ତାକୁ କୋଅପରେଟ କରୁନାହାନ୍ତି ଦେଖା ଯାଉଛି। ଯୋଉଠି କି ସେଠି ମାନେ ସେ ବହୁତ ହଇରାଣ ହରକତ ହଉଛି ତାଙ୍କ ବୋହୂ ମାନଙ୍କୁ କରୁଛନ୍ତି। ସେଇଟା ତ ତାର ଭାଗ୍ୟ କଥା ନା, ସେଇଟା ଭଗବାନଙ୍କର ଆଶୀର୍ବାଦ। ସେଇଟା ତାର ସେଥିରେ ଦୋଷ ତ କିଛି ନଥାଏ। ଜନ୍ମ ବେଳେ କଣ ହବ ତା ଭାଗ୍ୟରେ ଥିବ, ସେ କନ୍ୟା ଜନ୍ମ ଦବ କି ପୁତ୍ର ଜନ୍ମ ଦବ, ସେଇଟା ସେ ତ କଣ ଚାହିଁ ନଥିବ ପୁଅ, କିନ୍ତୁ ଝିଅ ନାଇଁ ଜନ୍ମ ହେଲେ ନାଇଁ, ଏମାନେ ହଁ ହଁ। କୋଅପରେଟ କରୁନାହାନ୍ତି। ନାଇଁ, ସେ ହଉଛି ବିଷୟରେ ଦାୟୀ। ଆଲୋଚନା ବହୁତ ଥର ହେଇଛି। ପୁଅ ଝିଅ ଭିତରେ ଡିଫରେନ୍ସ ଦେଖିବାଟା ଧର୍ତ୍ତବ୍ୟ ଅପରାଧ, ଏକଥା କ୍ଲିୟର ବୁଝା ହେଇଛି। ସମସ୍ତଙ୍କୁ ସମାନ ଆଜ୍ଞା ଭାବେ ଦେଖିବା ଦରକାର। ଆଜ୍ଞା ଦାଦା। ଦ୍ୱିତୀୟତଃ ତାକୁ ଗଢିବାଟା ମଧ୍ୟ ଡ୍ୟୁଟି। ବାପା ମାଙ୍କର ବଡ ଡ୍ୟୁଟି ହଉଛି ଗଢିବା। ଆଜ୍ଞା। ତାହେଲେ ସେମାନଙ୍କୁ ଗଢିବା, ତାକୁ ଯୋଉ ସଦ୍ବୁଦ୍ଧି ଝିଅ ହଉ ଦବା। ବା ପୁଅ ହଉ, ତାକୁ ଭଲ ପୁଅ, ସଂସ୍କାର ଦବା ଦରକାର। ହଁ ଆଉ ହଁ ଗୋଟେ ଭଲ ସୁସନ୍ତାନ ହବ କେମିତି, ସେଇ ଦିଗରେ ବାପା ମା ମାନେ ଚେଷ୍ଟା କରିବା ଦରକାର। ବାସ୍ ଆଜ୍ଞା ବାସ୍ ବାସ୍। ଦାଦା, ଜୟଗୁରୁ ଦାଦା, ଧନ୍ୟବାଦ। ନେକ୍ସଟ ଅଛନ୍ତି ଆମର ସୁରେଶ କୁମାର ସାହୁ।
ସୁରେଶ କୁମାର ସାହୁ ଭାଇ ଆପଣ ଅଡିଓ ଖୋଲନ୍ତୁ। ସୁରେଶ କୁମାର ସାହୁ, ଦାଦା ହ୍ୟାଲୋ। ଜୟଗୁରୁ ଜୟଗୁରୁ ଜୟ ଦାଦା। ଗୁରୁ, ଜୟ ଗୁରୁ, କୁହନ୍ତୁ। ଦାଦା ଯାଜନ ତ ସବୁ ମାନେ ଏତେ ମତେ ଲାଗିଲା ଯେମିତି ବ୍ୟକ୍ତିଗତ କଥା ହଉଛି, ମାନେ ଏତେ ପ୍ରାଞ୍ଜଳ ପୁରା, ଆଉ କିଛି ମାନେ କହିବାର ନାହିଁ। ଦାଦା ଏଇ ଯୋଉ ଗୋଟେ ବାହାରର ପ୍ରଶ୍ନ, ସେଟା ହଉଛି ବ୍ୟକ୍ତିଗତ ପ୍ରଶ୍ନଟା ହଉଛି, ଧରନ୍ତୁ ଆମେ ସତ୍ସଙ୍ଗରେ ଅଛେ ହେଲା, ସତ୍ସଙ୍ଗରେ ଖାଲି ଅର୍ଣ୍ଣ ହେଲେ ତ ବିପ୍ର ଦେବେ, ବିପ୍ର ଦେବେ, କିନ୍ତୁ ଯଦି ସଦାଚାରର ଜଣେ ଗୁରୁ ଭାଇ ଦିଅନ୍ତି ଅଲଗା, ମାନେ ସେ ତ ଖାଇ ହବ ନା। ହଁ ଦେଖନ୍ତୁ, ସେଠି ହଉଛି ଗୋଟେ ପ୍ରୋବ୍ଲେମ, ଏ ଯିବା ଆସିବା ଭିତରେ ସେଇଟା ଟିକେ ଦୂଷିତ হয়। ସବୁ ଗୁଡ଼ିକ ବିପ୍ର ଦ୍ଵାରା କରିଲେ ହିଁ ଭଲ। ଆଉ ଡାଲମା ପ୍ରଭୃତି ଅନ୍ୟାନ୍ୟ, ଯିଏ ଦେବେ ସେ ସ୍ୱସ୍ତୟନୀ ନେଇଥିବା ଦରକାର। ଆଉ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଭିତରେ ଅନ୍ତର୍ଭୁକ୍ତ ହେଇଥିବ, ବା ବ୍ରାହ୍ମଣ କ୍ଷତ୍ରିୟ ହେଲେ ଭଲ, ଆଉ ଅଧିକା ତାକୁ ବର୍ଣ୍ଣକୁ ଗ୍ରହଣ ନ କରିବାଟା ଭଲ। କାହିଁକି ସଦାଚାରଟା ଜନ୍ମାନ୍ତର ଧରି ସଦାଚାରଟା ସଂସ୍କାରରେ ପରିଣତ ହେଇଛି। ତେଣୁ ମାନେ ମୁଁ ଦେଖିଛି କେହି କେହି କଣ କରନ୍ତି ନା, ହାପା ଯେତିକି ଡାଲମା ଢାଳି ଦିଅନ୍ତି, ନଷ୍ଟ କରିଦିଅନ୍ତି। ଦରକାର ଦିଆଯାଇଛି, ଖଟା କେତିକି ଦେଲେ ଠିକ ହବ ସେ ଜାଣିପାରନ୍ତିନି, ଥୋड़ा ଲେଖା ସେ ଖଟା ଢାଳି ଦେଲେ ଫୋପଡା ହେଲା। ମୁଁ କହିଲି ଦେଖ ଲାଷ୍ଟକୁ ସର୍ଟ ହେଲା। ଆମେ ଆମେ ତ ପୁଣି ସତ୍ସଙ୍ଗ ଦେଖୁଛୁ ନା, ଆନନ୍ଦ ବଜାର ହଉଛି, ଭାଇମାନେ ସବୁ ଦେଇଛନ୍ତି, ଖର୍ଚ୍ଚାନ୍ତ ହେଇଛନ୍ତି, କିନ୍ତୁ ଦେଖିଲା ବେଳକୁ ଫୋପଡା ହଉଛି, ସାଢେ ଲାଷ୍ଟକୁ ନାହିଁ। ତେଣୁ କସସ୍ କେତିକି କଣ ହବ ସବୁବେଳେ ହାତରୁ 5 ରଖି କାମ କରିବା ଦରକାର। ଏଇ ଯୋଉ ବୁଦ୍ଧିଟା ବିପ୍ର ହିଁ ଜାଣେ। ସିଏ ସମସ୍ତଙ୍କର ବାପା ଭଳି, ସିଏ ଏଇ ସୂତ୍ରଟି ଜାଣେ। ସେ ହାପା ଯେତିକି ଦିଏ ନା, ସେ ଦେଇ ଚାଲେ, ସମସ୍ତଙ୍କୁ ସମାନ ଭାବ ନେଇ। ପୁଣି କିଏ ଅତିଥି ଅଭ୍ୟାଗତ ଆସିବେ, 5-10 ଲୋକଙ୍କ ପାଇଁ ମଧ୍ୟ ବଳିକିରି ଥାଏ, ପ୍ରୋବ୍ଲେମ ହୁଏ ନା। ଯୋଉଠି ଦେଖାଯାଏ ହାପା ଯେତିକି ଦିଆ ହୁଏ, ସେଠି ଟିକେ ପ୍ରୋବ୍ଲେମ ହବାର ସମ୍ଭାବନା ଅଛି। କୋଉଠି ସାଙ୍ଗସାଥିଙ୍କର ସମ୍ପର୍କ ସେ ଢାଳି ପକେଇ ଯିବ, ଆଉ କୋଉଠି ହୁଏତ ବି ଦେଲାନି, ଠିକ ଭାବରେ ଦେଲାନି, ତାକୁ ତାର ଅନ୍ନ ଅଛି, ତାକୁ ଡାଲମା ଯେତିକିଟା ଦବା କଥା ଦିଆଗଲା ନାହିଁ, ଏମିତି କିଛି କିଛି ଉଲଟପାଲଟ ହଏ। ଆମେ ତାକୁ ଗାଇଡ ଯେତେଟା କରୁ ଠିଆ ହେଇକିରି, ଏଇ ତାକୁ ଆଉ ଟିକେ ଦେ, ଡାଲମା ଦେ ଦେ, ନା ନାଇଁ ଦାଦା ମତେ ଏହା କହିଛି। ମୁଁ କହିଲି ତାକୁ ଦେ, ସେ ତାଙ୍କୁ ଡାଇରେକ୍ସନ ଦେଇଛନ୍ତି, ଡକାଇ 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 ପକେଇ ଯା। ଏଠୁ ମୁଁ କହିଲି ନାଇଁ ନାଇଁ ଦେ, ସେ ବୟସ୍କ ଲୋକଟି, ସେ ତା ପାଇଁ ତା ଅନ୍ନ ଅନୁସାରେ ଡାଲମା ହବନି, ତାକୁ ଆଉ ଚାମଚ ଦେ। ଏସବୁ ଗୁଡାକ ଲୋକର ମନର ଭାବକୁ ଦେଖିକିରି, ପିତୃସୁଲଭ ଭାବ, ମାତୃସୁଲଭ ଭାବ ରହିବା ଦରକାର। ଇଏ ଭାବ ଦିଟା ନ ରହିଲେ ଆନନ୍ଦ ବଜାରରେ ପରିବେଷଣ କରିବାଟା ଭଲ ହବନି ହେଲା। ଏଇ ଯୋଉ ପିଲା ସବୁ ଅଛନ୍ତି ଯେମିତି ଦଉଛନ୍ତି, ସେ ଦ୍ୱାରା ଠିକ ଦିଆ ନିଆଟା ଠିକ ହଏ ନା। ତେଣୁ ଟିକେ ଯେତେ ଦୂର ପାରିବେ ଚେଷ୍ଟା କରିବେ ବିପ୍ର ମାନଙ୍କ ଦ୍ଵାରା ଦବା ପାଇଁ, ନହେଲେ କ୍ଷତ୍ରିୟ ଲୋକ ନେବେ ଆଉ କଣ ଅଛି। କିନ୍ତୁ ତାକୁ କହିବେ ଠିକ କଥା ଯେ ଯେମିତି ଦାଦା, ଜିନିଷ କଥାଟା ପତ୍ର ଠିକ ନଷ୍ଟ ନ ଅଛି। ହୁଏ। ହୁଁ, ହୁଁ, ହୁଁ। ହଁ ଦାଦା, କଥାଟା ଠିକ ଅଛି, କିନ୍ତୁ ଗୋଟେ କଥା ଖାଇ ହଉଛି ହବ, କଣ, ଖାଇ ହବ, ଖାଇ ହବ, ତାଙ୍କ ହାତରେ ଖାଇ ହବ, ଏତିକି ପରିମିଶନ ଅଛି ହେଲା। ବାସ୍, କିଛି ନୋ ଠିକ ପ୍ରୋବ୍ଲେମ। ଅଛି ଦାଦା, ଆପଣଙ୍କ ହୁଁ, କଥାଟା ଠିକ ଅଛି ଦାଦା, କିନ୍ତୁ ଗୋଟେ ଦେଖାଯାଏ କଣ, ମୁଁ ବି ଦେଖିଛି, ମାନେ ହୁଁ, ବିପ୍ର ମାନେ ସେ କଣ ହଉଛି, ତାଙ୍କ ଭିତରେ ସଦାଚାର ବି ନାହିଁ। ମାନେ ସଦାଚାର ମାନେ କଣ, ସେଇ ଯୋଉ ଏକ ଯିବେ, ସେ ପାନ ଖାଇବେ, ସବୁ ଧରିବେ, ଏଟା କରିବେ, ଏଟା କରିବେ, ତାଙ୍କ ସେଇ ଦୃଷ୍ଟିରୁ ଇଏ କରିକି ଦେଖୁଥିଲି ମୁଁ। ଗୋଟେ ଏଟା ଆଲୋଚନା ପ୍ରସଙ୍ଗ ନା ଦୀପର କି ମୋର ଠିକ ବହୁତ ଦିନ ହେଇଗଲାଣି, ଏଟା ହଉଛି ପାଖାପାଖି 15-20 ବର୍ଷ ଖଣ୍ଡେ ହେଇଗଲାଣି ଦେଖିବାରେ। ମୁଁ ଏଟା ହୁଁ, ହୁଁ, ଗୋଟେ କହିଲେ ବାହାର କରିଦେବି, କିନ୍ତୁ ଠାକୁର କହିଛନ୍ତି ଗୋଟେ, ଏଇ ଟପିକ କଥା ହଉଥିଲା। ହୁଁ, ତ ଠାକୁର ହଉଛି, ଠାକୁର ନା ହଉଛି ଠାକୁର ତ ହଉଛି କହୁଥିଲେ, ଯଦି ଜଣେ କଦାଚାରୀ ବ୍ରାହ୍ମଣ ବିପ୍ର ଅପେକ୍ଷା ସଦାଚାରୀ ଶୂଦ୍ର ହାତରୁ ଖାଇବାଟା ଭଲ। ହୁଁ, ହୁଁ, ହଁ। ଗୋଟେ ମୁଁ କାହିଁକି ଆପଣ ଆପଣଙ୍କୁ କହିଲି, ଖାଇବେନି? ଦେଖିଲେ ଟାଇମ ଲାଗିବ କିନ୍ତୁ। ଆଚ୍ଛା, ମୁଁ ମୋ କଣ ମୋ କହୁଛି କହିବା ଶୁଣନ୍ତୁ। ଉଦ୍ଦେଶ୍ୟ କଣ ଦାଦା? ହଁ ହଁ, ବୁଝିପାରିଲି ଆପଣଙ୍କ କଥାଟା। ଆପଣ ସେଠି ଯୋଉ କଦାଚାରୀ ବିପ୍ର ଦଉଛି ତା ହାତରେ ଖାଇବେନି, ବା ସେଭଳିଆ ବିପ୍ର କେମିତି ନ ଆସିବ, ଆପଣ ସଦାଚାରୀ ବିପ୍ର ଦେଖିକି ଆଣିବେ। ତା ପାଇଁ ହଁ ଆଗରୁ ପ୍ରସ୍ତୁତ ହେବେ, ଭଲ ବିପ୍ର ଦେଖିକିରି ଆଣିବେ, ସେ ଦାୟିତ୍ୱ ମଧ୍ୟ ଆପଣଙ୍କର।
ଆପଣ ଯୋଉ ଯିଏ ସତ୍ସଙ୍ଗ କରଉଛି ବା ତାକୁ କହିବେ ଯେ ଏଇ ଅମୁକ ନନା ଅଛି, ତାକୁ ଦେଖନ୍ତୁ, ସିଏ ଭଲ ଲୋକ, ସିଏ ରାନ୍ଧିକି ଦେବେ। ଆପଣ ସହଯୋଗର ହାତ ବଢେଇବେ, ପରିବର୍ତ୍ତନ କରିବେ। ଆଜ୍ଞା ଆଜ୍ଞା ହଁ, ଆପଣ ଆପଣ ଚେଷ୍ଟା କରିବେ ସବୁର କାରଣକୁ ଜାଣି ନିରାକରଣ ପାଇଁ। ମୁଁ ଗୋଟିଏ କଥା କହେ ବାରମ୍ବାର, ସବୁର କାରଣ ଜାଣିବେ, ସବୁର ନିରାକରଣ ପାଇଁ ବ୍ୟବସ୍ଥା କରିବେ, ଆଉ ସହଯୋଗର ହାତ ନିଜ ତରଫରୁ ବଢେଇବେ। ଆପଣଙ୍କୁ କିଏ ପଚାରିବ ସହଯୋଗ କରିବ, ନାଇଁ ଦାୟିତ୍ୱ ଦରକାର ପଡେ ନେବେ। ସେ ଯଦି କହିବେ ନାଇଁ ମୁଁ କୋଉଠି ଯାଇପାରିବି, ମୋ ତ ଅବସ୍ଥା ଭଲ ନୁହଁ, ମୁଁ ଏଇ ଘର ପାଖରେ ଲୋକ ଏକୁ ଡାକିଦେଲି, ନା ନାଇଁ ଦାଦା ମୁଁ ବ୍ୟବସ୍ଥା କରିଦେବି। ଆପଣ ଦାୟିତ୍ୱ ସୁମୋଟରେ ନେବେ, ସେ ଲୋକକୁ ଡାକିବେ, ଏ କାମ କରେଇବେ। ତାହେଲେ ଆପଣଙ୍କର କଥାର ଚିନ୍ତାଧାରାର ଯଥାର୍ଥତା ଆସିବ। ଆଉ ଖାଲି ଉପଦେଶ ଦେଲେ ତ ହବନି, ତାକୁ ପ୍ରାକ୍ଟିକାଲ ମାନେ କ୍ଷେତ୍ରରେ ତାକୁ ଆପ୍ଲାଏ କରିବାକୁ ପଡିବ। ହେଲା, ନିହାତି ଜୟଗୁରୁ। ନିହାତି ଦାଦା ଯୋଉ ଆମର ଥରେ କନଫରେନ୍ସ ରେ କହୁଥିଲେ, ଆଚାର୍ଯ୍ୟ ଦେବ କହୁଥିଲେ, ଏଟା ହଉଛି ହେଇଗଲାଣି 8-10 ବର୍ଷ ତଳେ ବି କହୁଥିଲେ, କହିଲେ ସେଇଟା କହୁଥିଲେ। ଆଉ ଏବେ ପୁଣି ଏବେ ବି ଗୋଟେ କହିଛନ୍ତି, ଆଚାର୍ଯ୍ୟ ଦେବ ଯେତେବେଳେ କହୁଥିଲେ, କହିଲେ ମୁଁ ପ୍ରିପାରେସନ ହେଇନି, ଆଉ ବହୁ ଯାହା ଲେଖିକି ଦେଇଛନ୍ତି, କେତେଟା ପଏଣ୍ଟ ଲେଖିକି କହିଛନ୍ତି, ମୁଁ ନିଜେ ବି ଶୁଣିଛି, ସେଇ କନଫରେନ୍ସ ରେ ମୁଁ ବି ଥିଲି। ମୋର ମାନେ ଯିବାର ଉଚିତ ବି ନଥିଲା, କାହିଁକି ନା ମୋର ଯୋଉ ସାଙ୍ଗ ଜଣିଏ, ସେ ତାଙ୍କୁ ଦୀକ୍ଷା କରିଥିଲି, ତାପରେ ଦୀକ୍ଷା କରିବା ଭିତରେ ସେ ରୀତିକି ହେଇଛନ୍ତି, ସେ ମତେ ମାନେ ଯେମିତି ମତେ ଜବରଦସ୍ତି କଲା ଭଳିଆ ନେଲା, କହିଲା ଚାଲ, ଯେ କର୍ମୀ ସେ ଯେ କର୍ମ ସେ କଲା, ସେ କର୍ମୀ ହେଲା, କଥାଟା କଣ ସେମିତି କହିକି କୁହନ୍ତୁ, ମତେ। କଥାଟା କଣ କୁହନ୍ତୁ, ସମୟ ନାହିଁ, ଆଜି 9:30ରେ ମାତୃ ସମ୍ମିଳନୀ ଆରମ୍ଭ ହବ। ତେଣୁ ଠିକ ଆମ ଅଛି ଦାଦା। ହାତରେ ସମୟ ନାହିଁ, ଆପଣଙ୍କୁ ଆଉ ସମୟ ଦେଇପାରିବି ନାହିଁ। ଦୟାକରି ଆପଣ ସଂକ୍ଷିପ୍ତରେ କୁହନ୍ତୁ, ଯାହା କିଛି କହିଥାନ୍ତେ ତାହେଲେ ହଅନ୍ତା। ଯଦି ସଂକ୍ଷେପରେ ଡାଇରେକ୍ଟ କୁହନ୍ତୁ, କଣଟା ହେଇଛି ବିଷୟବସ୍ତୁଟା, ପଏଣ୍ଟଟା, କୋଶ୍ଚିନ୍ଟା କଣ ଆପଣଙ୍କର? ହ୍ୟାଲୋ, ଆପଣଙ୍କର ପ୍ରଶ୍ନଟା କୁହନ୍ତୁ। ହ୍ୟାଲୋ ସୁରେଶ ଭାଇ, ହ୍ୟାଲୋ ସୁରେଶ କୁମାର ସାହୁ, ହଁ ପ୍ରଶ୍ନଟା ଖାଲି କୁହନ୍ତୁ। ଆପଣ ଯାଇଥିଲେ ଯେମିତି କଲେ ସେ ଅଲଗା କଥା, ଖାଲି କୋଶ୍ଚିନ୍ଟା କରନ୍ତୁ, କଣ କହିବାକୁ ଚାହୁଁଛନ୍ତି ସେତିକିଟା ସେଇଠୁ କୁହନ୍ତୁ। ମୋ କହିବା ଉଦ୍ଦେଶ୍ୟ ମାନେ କହିବା ମାନେ କଣ ଦେଖି, ମାନେ ଆମେ ଯାହା ବି କରିବା କାହା ମନ ଭିତରେ କଷ୍ଟ ଦବା, ସେ ଯାହା ହଉଛି ହଉ, ଆମେ କିନ୍ତୁ କାହା ମନରେ କଷ୍ଟ ଦବାନି, ହେଲା। ମୁଁ ହଁ ଯାହା ଠିକ ବୁଝିଛି ଠିକ, ହଁ ଠିକ, ବଢିଆ ବଢିଆ ବଢିଆ, ସେଇଟା ହିଁ ତ ନିୟମ। ମୁଁ ହଁ, ଆପଣ ଜଣେ ଜଣେ ଖରାପ ଲୋକ, ତାକୁ ଡାଇରେକ୍ଟ ମୁହଁରେ କହିଲେ କଣ ହବ? ନାହିଁ, ତାକୁ ପରିବର୍ତ୍ତନ କରିବା, ତା ଘରକୁ ଯିବେ। ଜଣେ ବାସ୍ ବାସ୍ ଆନନ୍ଦ ବଜାର ଦଉଛି, ହଁ ଶୁଣନ୍ତୁ, ଜଣେ ମୁଁ ଏବେ କହୁଥିଲି ନା, ଜଣେ ଆନନ୍ଦ ବଜାରରେ ଦଉଥିଲା, ପାନ ଖାଉଥିଲା, ମତେ ଜଣେ ଆସି କହିଲା, ଏଠୁ ମୁଁ କହିଲି ଠିକ ଅଛି, ମୁଁ ଯାଉଛି, ତୁମେ ତାଙ୍କୁ କହିବ ଦାଦା ଡାକୁଛନ୍ତି। ନା ସିଏ କହିବ ଆନନ୍ଦ ବଜାର, ନାଇଁ 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 ଦାଦାଙ୍କର 1 ମିନିଟ୍ ପାଇଁ ଯାଅ। ସେ ଆସିଲା, ମୁଁ କହିଲି ବାପା ଟିକେ ପାନଟା କୁଡି କରିଦେ, ଫୋପାଡ଼ି ଦେ, କୁଡି କରିଦେ, ଯା। କିଛି କହିଲାନି, ସାଙ୍ଗେ ସାଙ୍ଗେ ପାନ ଫୋପାଡ଼ି ଦେଲା, କୁଳି କଲା, ପାଣି ଦି ଢୋକ ପିଇଲା, ମୁଁ ଯା। କିଛି ଆଜ୍ଞା ପଚାରିଲାନି, କିଛି ପଚାରିଲାନି। କିନ୍ତୁ ମୁଁ ଯଦି ସେଇଠି ତାକୁ ଦେଖିକିରି କହିଥାନ୍ତି, ତାକୁ ବାଧିଥାନ୍ତା, ସେ କୁଆଡୁ କୁଆଡୁ କଣ ପେଲିଥାନ୍ତା। ହେ ସେଠି ଅମୁକ ଜାଗାରେ ଦଉଥିଲା, ସେ ଅମୁକ ଲୋକ ଦଉଥିଲା, ଆପଣ ସେଠି ଯାଇଥିଲେ, ଆପଣଙ୍କ ତାକୁ ଦେଖିପାରିନଥିଲେ। ମତେ ବି ଏମିତି କାଉଣ୍ଟର କରାହେଇଛି, ମତେ ବିଭିନ୍ନ ଜାଗାରେ କାଉଣ୍ଟର ବି କରାହେଇଛି। ମୁଁ ଜଣକୁ କହିଲି, ମୁଁ କହିଲି ଭାଇ ଟିକେ ସେ ତୁ ଇଏ ପିଞ୍ଚୁ, ପେନ୍ଟା ପିଞ୍ଚୁ, ଏ ପରିଷ୍କାର ପରିଚ୍ଛନ୍ନ, ସେ ଓଦା ଭିତରେ ଯା ନା, ସେ ପାଣି ହଉ ଯାହା ହଉ ତୁ ଯା ନା। ହେଁ ହଁ ସେ ପରିଷ୍କାର ହେଇଛନ୍ତି, ଅମୁକ ହେଇଛି ଭାଇ, ମତେ ସେଇଠି କହିଲା, ଓଲଟେଇ ଦେଲା ସାଙ୍ଗେ ସାଙ୍ଗେ। ମୁଁ କହିଲି ଭାଇ ତୁମକୁ ମୋ ହାତ ଯୋଡୁଛି, ତୁମେ ଦୟାକରି ଏଣିକି ଆସ। ସେଠୁ ନିଚାରଣ କହିଲେ, ଦାଦା କହୁଛନ୍ତି ତୁମେ କାହିଁକି ପାଣି ଦଉଛ, ପାଣି ଦିଅ ନା। ମୁଁ ଦେଖିଲି ତା ଲୁଗାପଟା, ପ୍ୟାଣ୍ଟ ସାର୍ଟ ସଫା ନାହିଁ, ଅଳିଆ ମଳିଆ ଅସନା ହେଇଛି। କୋଉଠି କଣ 8 ଦିନ 15 ଦିନ ପିନ୍ଧିଥିଲା, ତାକୁ ଧୋଇନି, ସଫା କରିନି। ମୁଁ ଦେଖିଲି ଇଏ ଆନନ୍ଦ ବଜାର ଭିତରେ, ଆନନ୍ଦ ବଜାର ପତ୍ର ପତ୍ର ମାନେ ମଝିରେ ମାତ୍ର ଗୋଟେ ହାତ, ୟାର ହାୱା ବାଜିଲେ ବି ଲୋକଙ୍କର ଖାଦ୍ୟ ଦୂଷିତ ହବ। ମୁଁ ତାକୁ ଡାକିଲି, ବାହାରକୁ ଡାକିଲି, ଏଠୁ ସେ ବିଗିଡି ଯାଇଛି। ଆଉ ମୁଁ ଶୁଣୁନ, ଶୁଣ ଟିକେ, ଏଣେ ଶୁଣ। ସେଠୁ ଆଉ ଶୁଣିଲାନି, ଗୋଟେ 2 ଘଣ୍ଟା ଖଣ୍ଡେ ଗଲା। ସେଠୁ ସେ ତାପରେ କହିଲା, ନା ମୁଁ ଖାଇବିନି ଦାଦା, ମତେ କାହିଁକି ଗୋଟେ ବାସନ୍ଦ କଲା ଭଳିଆ କଥା କହିଲା। ମୁଁ କହିଲି ବାପା ଦେଖ, ୟାକୁ କେବଳ ବିପ୍ର ଦବା କଥା, ଆଉ ତୁମକୁ ସେ ଆଲାଉ କରିଦେଇଛନ୍ତି। ପାଣି ପାଣି କଣ, ପତ୍ର କଣ, କିଛି ବି ଦେଇପାରିବେନି। ଏ ସଭା 2 ପଟରେ ଲାଇନରେ ବସିଛନ୍ତି ପାଖାପାଖି। ଆନନ୍ଦ ବଜାର ରେଗୁଲେସନ ସ୍ୱାସ୍ଥ୍ୟପ୍ରଦ ହବା ଦରକାର। ଯଦି କେହି ଆଜି ଖାଇକି ଯାଇକି ତା ଦେହଟା ଖରାପ ହେଲା, ବା କୌଣସି ରୋଗ ସଂକ୍ରମିତ ହେଲା, ଇନଡାଇରେକ୍ଟ ଦାୟୀ ମଧ୍ୟ ମୁଁ ହେବି, ମୁଁ ଅବଜର୍ଭ ଠିକ କରିନି। ତେଣୁ ତୁମକୁ ଯାହା କହିଲି, ମୁଁ କହିଲି ତୁମେ ନିଜ ଡ୍ରେସକୁ ଶୁଙ୍ଘିଲ,
ଆଠୁ କଣ ନାଇଁ ଆଜ୍ଞା ମୁଁ ତ କାମରେ ବ୍ୟସ୍ତ ରହିଥିଲି, ଝାଳ ଝାଳ ହେଇଯାଇଛି, ଆଉ 8 ଦିନ ହେଲା ସଫା କରିପାରିବି। ମୁଁ ତାହେଲେ ଭାବିଲେ ତୁମେ କେମିତି ହେଇକି ଗ୍ଲାସ ପାଣି ଦଉଥିବ, ତୁମେ କେମିତି ତା ଭିତରେ ପଶୁଥିଲ? ତେଣୁ ଆମେ ସମସ୍ତଙ୍କୁ ଖାଦ୍ୟ ଦବା ସାଙ୍ଗରେ ପୁଣି ରୋଗ ବି ଦବା, ରୋଗ ଯିବ ନା ନାଇଁ? ନା ମୁଁ ସତ୍ସଙ୍ଗ ଆସିବାକୁ ଗଲେ ପରିଷ୍କାର ପରିଚ୍ଛନ୍ନ ହେଇ ଆସିବା ଦରକାର, କିନ୍ତୁ ତା ମାନେ ତ ମୁଁ ଫୋପାଡ଼ି ଦେଇଛି କି? ତୁମେ ଦୀର୍ଘ ଏଇଠି 1.5 ଘଣ୍ଟା 2 ଘଣ୍ଟା ହେଲାଣି ଆସି ଏଠି ନଗର ମଗର ହଉଛ, ବସୁଛ, ଉଡୁଛ, ଯାହା କରୁଛ, ମୁଁ କିଛି କହିଛି କି? ନା ନାଇଁ। ତୁମେ ଆସି ଜୟଗୁରୁ କଲ, ମୁଁ ଜୟଗୁରୁ କଲି, ସବୁ ହେଇଛି। ତୁମେ ବୁଝୁନ କାହିଁ କଥା ନା? ମୁଁ କହିଲି ମାନେ ତ ଚାଲି ଆସିଥାନ୍ତ। ତୁମେ ଯୋଉ ରିଜିଡି ହେଲ, କିଛି ମୋର କ୍ଷତି ନାହିଁ, କିନ୍ତୁ ଏମିତି ହବାଟା ଠିକ ନୁହଁ। ତୁମେ ମତେ କହିଲ, ଠିକ କଲ, ମୁଁ ହଜମ କରିଦଉଛି, କିନ୍ତୁ ଗୁରୁଜନ ବୟସ୍କ ଲୋକଙ୍କୁ ଏମିତି କହନ୍ତି ନାହିଁ। ଯଦି କିଛି ତୁମେ ଫିଲ୍ କଲ, ତାଙ୍କୁ ଆସି ପରବର୍ତ୍ତୀ ପର୍ଯ୍ୟାୟରେ କହିଥାନ୍ତ, ଦାଦା ମତେ କାହିଁକି ଖରାପ ଭାଷା କହିଲେ କି କଣ କଲେ, ଯାହା ଅବଜେକ୍ସନ ପରବର୍ତ୍ତୀ ପର୍ଯ୍ୟାୟରେ କହିବ। ତା ଦ୍ୱାରା ମଧ୍ୟ ମାନିବୃତ୍ତି ତୁମର କଟିଗଲା, ଈଶ୍ୱର ତୁମ ପ୍ରତି ପ୍ରୀତ ହେବେ ନାହିଁ। ମୁଁ କୋଉ ଦୃଷ୍ଟିରୁ କହିଲି ଚାଲି ଆସ ପାଣି ଦିଅ ନା, ଆବଶ୍ୟକତା ନାହିଁ, ମୁଁ ଆଉ ଅନ୍ୟ ଲୋକ ଯୋଗାଡ଼ କରୁଛି, କାହିଁକି କହିଲେ? ମୁଁ ତ ତା କହିନଥିଲି। ତା ପରବର୍ତ୍ତୀ ତୁମେ ରିଜିଡ୍ ହେବାରେ ମୁଁ କହିଲି ତୁମ ଲୁଗାପଟା ପ୍ୟାଣ୍ଟ ସାର୍ଟ ସଫା ନାହିଁ, ଅପରିଷ୍କାର ପରିଚ୍ଛନ୍ନ, ଆନନ୍ଦ ବଜାର ପଶିପାରିବ ନାହିଁ, ମୁଁ କହିବାକୁ ବାଧ୍ୟ ହେଲି। ତୁମେ ଯଦି ଫାଷ୍ଟରୁ ଚାଲି ଆସିଥାନ୍ତ କିଛି ପ୍ରୋବ୍ଲେମ ନଥିଲା। ନା ଦାଦା ମୋର ଭୁଲ ହେଇଗଲା। ତେଣୁ ଯେତେବେଳେ ବୟସ୍କ ଲୋକ ଜଣେ କେହି କିଛି ଆଡଭାଇସ୍ କରୁଛନ୍ତି, ମାନିବ, ତାପରେ ବିଚାର କରିବ, ତାପରେ ତାଙ୍କୁ ପଚାରିବ କନଫିଡେନ୍ସିଆଲି ଯେ କାହିଁକି ଆପଣ ମତେ ସେଇଟା ପାଳନ କଲେ, କାରଣଟା ବୁଝିବ, ଆଉ ତା ନିରାକରଣ ପାଇଁ ପ୍ରସ୍ତୁତ ହବ। ବୁଝିଗଲା, ହସିଦେଲା, କହିଲା ଯାହା ଆପଣଙ୍କ କଥାଟା ମୂଲ୍ୟବାନ କଥା। ମୁଁ କିନ୍ତୁ ଭାବିଥିଲି ଆପଣ ଗୋଟେ କୋଉ ଦୃଷ୍ଟିରୁ କଣ କହିଲେ। ମୁଁ ନାଇଁ, ମୁଁ କାହାକୁ କୋଉ ଦୃଷ୍ଟିରୁ କହେ ନା, ଯାହା କହେ ସମାଜର ମଙ୍ଗଳ, ଦେଶର ମଙ୍ଗଳ, ନିଜର ମଙ୍ଗଳ, ଅପରର ମଧ୍ୟ ମଙ୍ଗଳ ହବ, ସେଇ ଭାବରେ କହେ। ତେଣୁ ଏଇ ହଉଛି କଥା। ତେଣୁ ସ୍ଥାନ କାଳ ପାତ୍ର ଭେଦରେ କାହାକୁ କେତିକି କଣ କୁହାଯିବ, କେମିତି ନିରାକରଣ କରାଯିବ, ତା ପାଇଁ ଆମେ ବ୍ୟବସ୍ଥା କରିବା ଦରକାର। ମନ ଦୁଃଖ ପ୍ରଶ୍ନ ତ ନାହିଁ। ମନ ଦୁଃଖ ଯଦି ହେଲା କାହାର, ତାକୁ ପୁଣି ଗୋପନରେ ନେଇକି ବୁଝେଇକି ତା ୱାସ୍ କରିବ। ଯଦି କେହି ଦୁଃଖିତ ହେଲା, ମୋ କହିବା କଥା, କାହାକୁ ଦୁଃଖରେ, ଚିନ୍ତାରେ, ମାନେ ଅଭିମାନରେ ଛାଡିବ ନାହିଁ। ଛାଡିଦେଲେ ସିଏ ଯୋଉ ଚିନ୍ତା କରିବ, ଘରେ ଯାଇକି ବସିକି ଭାବିବ, ସେତେବେଳେ ତାର ଆକ୍ସନ ରିଆକ୍ସନ ଆମ ପ୍ରତି ହବ, ଆମେ ତା ମନକୁ ଦୁଃଖ ଦେଇଛେ। ଆମେ ଆସିଛେ ସମସ୍ତଙ୍କୁ ସୁଖୀ କରିବା ପାଇଁ, ଏତିକିଟା ବୁଝିବା ଦରକାର। ଏଇ ସହଜ କଥା, ସମସ୍ତଙ୍କୁ ଭଲରେ ରଖିବା ପାଇଁ ଆମେ ଦୁନିଆକୁ ଆସିଛେ, ସମସ୍ତଙ୍କୁ ଭଲରେ ରଖିବା ପାଇଁ, ସମସ୍ତଙ୍କୁ ସୁଖୀ କରିବା ପାଇଁ। କହିଲେ ସବୁ ଭଲ। ଜୟଗୁରୁ, ଜୟଗୁରୁ। ଆମେ ଟିକେ ଆଗେଇବା। ହଁ ମହାନ୍ତି, ଆଜି ସମୟ ହାତରେ କମ, ତେଣୁ ସଂକ୍ଷିପ୍ତରେ ସବୁ ଉତ୍ତର ନେବେ, ଏତେ ଅଧିକା ଗୋଟିଏ ଦିଟି ପଚାରିବେ, ତାହେଲେ ଠିକ ହବ, କାହିଁକି ନା ଆମେ ଆଗେଇ ପାରିବୁ ନାହିଁ। ହ୍ୟାଲୋ, ଜୟଗୁରୁ, ଜୟଗୁରୁ, ଜୟଗୁରୁ। ଜୟଗୁରୁ, ଜୟଗୁରୁ। ଆଗରୁ ତ ନିର୍ଦ୍ଦେଶ ଦେଇ ସାରିଲାଣି, ଆଉ ଦିନକୁ ମନକୁ ପୁରା ପ୍ରିପେୟାର କରି ସାରିଲାଣି। ଦାଦା ହଉ, ବହୁତ ବହୁତ ଜୟଗୁରୁ। ହଉ, ଏମିତି ମ୍ୟାନେଜମେଣ୍ଟ ଏମିତି ହଉ, ଠିକ ଠାକ ସବୁ। ଏଇଟା ଆକ୍ଚୁଆଲି ଠିକ ରାଇଟଲି ଆଡମିନିଷ୍ଟ୍ରେଟ ମା ମାନଙ୍କୁ ସୁଯୋଗ ଦେବା ଦରକାର। ହଉ ଦାଦା, ମୁଁ ଆଉ ବେଶୀ କଥା ଲାଗୁନି। ଏଇ ପ୍ରଥମ ପ୍ରଶ୍ନଟା ଦଉଛି ଦାଦାଙ୍କୁ। ଠାକୁର ଏମିତି କହିଛନ୍ତି ଯେ ଯୋଉ ଇଗୋ ବା ଅହଂଟାକୁ ଦି ଭାଗରେ ବିଭକ୍ତ କରି ଦିଆଯାଇଛି, ଗୋଟେ ଲିଟିଲ ଇଗୋ, ଗୋଟେ ବିଗ ଇଗୋ, ଗୋଟେ ଛୋଟ ଅହଂ ଆଉ ଗୋଟେ ବଡ ଅହଂ। ଛୋଟ ଅହଂପୂର୍ଣ୍ଣ ବ୍ୟକ୍ତି ମାନେ ଯୋଉମାନେ, ସେମାନେ ସମାଜରେ କେମିତି ରହନ୍ତି, ଆଉ ବିଗ ଅହଂ ସେଇ ନେଚର ଲୋକମାନେ ସମାଜରେ କେମିତି ଚଳନ୍ତି, ଆଉ ଠାକୁରଙ୍କ ପ୍ରତି ଟାଣ କୋଉ ମାନଙ୍କର, ଛୋଟ ଅହଂ ବାଲାଙ୍କର ନା ବଡ ଅହଂ ମାନଙ୍କର? ଏଇ ବିଷୟରେ ଠିକ ଅଛି, ତ୍ରିଲୋଚନ ଭାଇ କହିବେ। ତ୍ରିଲୋଚନ ଭାଇ କୁହନ୍ତୁ। ଆଜ୍ଞା। ଜୟଗୁରୁ, ଜୟଗୁରୁ ଭାଇ, ଭଲ ପ୍ରଶ୍ନ ପଚାରିଛନ୍ତି। ବିଷ୍ଣୁଙ୍କୁ ନେଇକି ଯୋଉମାନେ ବେଶୀ ନିଷ୍ଠାର ସହିତ ଭଲ ପାଇବା ଭିତରେ ଦେଇଥାନ୍ତି, ସେମାନଙ୍କର ପତଳା ଅହଂ। ଅହଙ୍ଗ ତ ରହିବ, ଅହଙ୍ଗ ନ ରହିଲେ ମୁଁ ତ ରହେ ନା। କେବଳ ପରମ ପୁରୁଷଙ୍କୁ ବାଦ ଦେଲା ଆଉ ସମସ୍ତଙ୍କର ଅହଙ୍ଗ ରହିବ, କେବେ ଯିବନି। ଠାକୁର କହିଛନ୍ତି ଦେହ ଥିବା ଯାଏ ଅହଙ୍ଗ ଯିବନି। ଆଦର୍ଶଙ୍କ ଉପରେ ଯେତିକି ପାସିଭ ହେଇକି ରହିପାରେ, ସେତିକି ମଙ୍ଗଳ ଆମ ପ୍ରତି। ତେଣୁ ବିନୟ ଯୁକ୍ତ ଅହଙ୍କାରୀ ବ୍ୟକ୍ତି ସିଏ ବହୁତ ଭଲ। ସେ ଜ୍ଞାନୀ ହେଲେ ମଧ୍ୟ ଜ୍ଞାନର ଇଏ ତାର ନଥିବ, ଗର୍ବ ନଥିବ, ଅହଙ୍କାର ନଥିବ, ଅନ୍ୟମାନଙ୍କୁ ସବୁ ଭଲ ବ୍ୟବହାର ଦେଖାଉଥିବ। କିନ୍ତୁ ଯୋଉ ମୋଟା ଅହଙ୍କାରୀ ଯୁକ୍ତ ମଣିଷ, ସେଇ ଟିକେ ସମସ୍ୟା ସୃଷ୍ଟି କରନ୍ତି ତାଙ୍କ ପାଇଁ ଆଉ ସମାଜ ପାଇଁ।
ଧର ମୁଁ ଗୋଟେ ମୋଟା ଅହଙ୍କାରୀ ହେଇଗଲି, ମୁଁ ଭୁଲ କଥା କହୁଥିଲେ ବି ଆଉ ଜଣେ ଭାଇ ଠିକ କଥା କହୁଥିଲେ ବି ମୁଁ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ, ଅନର୍ଥ ସୃଷ୍ଟି କରିଦେବି। ତେମେ ଏମିତି ଇଷ୍ଟଙ୍କୁ ବୁଝିଛ, ମୁଁ ଯାହା କହୁଛି ସେଇଟା ଠିକ, ମିଛ ସତ୍ୟ କହିକି ମୋ କଥାକୁ ମୁଁ ସମର୍ଥନ କରିବି ଏବଂ ତା ଦ୍ୱାରା ବିପର୍ଯ୍ୟୟ ସୃଷ୍ଟି ହବ, ସମାଜରେ ବିଶୃଙ୍ଖଳା ହବ। ସେଇଟା ହଉଛି ଆମ ସତ୍ସଙ୍ଗରେ ହଉଛି, ପରିବାରରେ ହଉଛି, ସମାଜରେ ହଉଛି, ଯୋଉମାନେ ଅଦୀକ୍ଷିତ ସେମାନଙ୍କ ଭିତରେ ବି ହଉଛି। ତେଣୁ ସେଇଟା ସାଧନା ଆମର ତାଙ୍କ ପ୍ରତି ଯେତିକି ରହିବ, ଆମେ ଯୋଉମାନେ ଦୀକ୍ଷା ନେଇଛେ ତାଙ୍କ ପ୍ରତି ଯେତେ ଟାଣ ରହିବ, ପ୍ରୀତି ରହିବ, ଭଲ ପାଇବା ରହିବ, ସେତେ ପରିମାଣରେ ଏଟା ଅହଂଟା ଆମ ଭିତରେ ନିୟନ୍ତ୍ରିତ ହବ। ସେଥିପାଇଁ ଠାକୁର କହିଲେ ଆଦର୍ଶଙ୍କ ଉପରେ ଯେତିକି ପାସିବ ହେଇକି ରହିପାର, ପାସିବ ଅର୍ଥାତ ତାଙ୍କୁ ଭଲ ପାଇବା, ତାଙ୍କ କାମ କରିବା, ତା ଭିତରେ ଦେଇକି ଆମ ଚରିତ୍ର ଗଠନ ହବ, ଆଚାର୍ଯ୍ୟ ଦେବଙ୍କ ସଙ୍ଗ ଲାଭ କରିବା, ସତ୍ସଙ୍ଗର ସବୁବେଳେ ଯୋଗ ଦବା, ଆଉ ବାସ୍ତବ କର୍ମରେ ଲିପ୍ତ ରହିବା। ତା ଭିତରେ ଦେଇକି ଅହଂଟା ପତଳା হয়, ସେଇ ପତଳା ବିନଯୁକ୍ତ ଅହଂ ଭଲ। ଆଉ ଏଇ ତ କଥା। ଆଉ ଜୟ ଗୁରୁ। ଯଦି ଆଉ ତାପରେ ପଚାରିବାର ଅଛି ଭାଇ କହିବେ, ନିଜ ଭାଇ ସୁନ୍ଦର ଭାବରେ। ହଉ ଠିକ ଅଛି, ଦେଖନ୍ତୁ ଶନିବାର ପତଳା ଅହଂଟା ଏଇଆ ଯୋଉ କଥାଟି ବର୍ତ୍ତମାନ ମୁଁ କହୁଥିଲି, ଯୋଉ ଘଟଣାଟି ମୁଁ ମୋର ପ୍ରାକ୍ଟିକାଲ କଥାଟା କହିଲି, ସେଇଟା ହେଲା ପତଳା ଅହଂ। ଜଣେ ବିଗିଡି ଗଲା ବୋଲି ଆମେ ବିଗିଡି ଗଲେ ତ ଚଳିବନି ନା, ଆମେ ଠାକୁରଙ୍କୁ ପାଇଁ ଆମେ ମାନେ ସବୁ କିଛି କରୁଛୁ। ଏଇ ଭାବ ବୋଧ ତାର ଅଛି, କାହାକୁ ଛାଡିବିନି, କାହାକୁ ଛାଡିବିନି କି ଜାହିର ବି କରିବିନି। ମୁଁ କହୁଛି ମୁଁ ଅମୁକ, କିଏ ତୁ ମୋ ଉପରେ ବଢିକି କଥା କହିବା ପାଇଁ ଆସିଗଲା, ଇଗୋ ଆସିଗଲା, ଗାଢ ଅହଂ। ସେଠି କୋଉଠି କେମିତି କି ଭାବରେ ତାର ଆତ୍ମୀୟ ହେଇ ଆନ୍ତରିକତା ରଖି ବାଲାନ୍ସ କରିବ, କାରଣ ମୁଁ ଠାକୁରଙ୍କ ଲୋକ। ଏଇ ଭାବ ଯିଏ ରଖିଥାଏ, ଅହଙ୍କାରଟା ଏଇ ଅହଙ୍କାର, ପତଳା ଅହଙ୍କାର। ମୁଁ ପରମ ପିତାଙ୍କ ସନ୍ତାନ, ମୁଁ ପ୍ରିୟ ପରମଙ୍କର କର୍ମର ଦାୟିତ୍ୱ ନେଇଛି, କର୍ମୀ। ମୋର ଗୁରୁତ୍ୱପୂର୍ଣ୍ଣ ଆଚାର ଆଚରଣ ଠିକ ରହିବା ଦରକାର। ମୁଁ ଜାହିର କରିବି ନାହିଁ, ବରଂ ଜହରକୁ ଲୋପ କରିଦେବି, ବିଷାକ୍ତ ପରିବେଶକୁ ବଦଳେଇ ଦେବି। ଏଇ ଦାୟିତ୍ୱ ମୋ ପାଖରେ। ଏଇ ଭାବ ଥିବା ଲୋକ ପତଳା ଅହଂ ଏହା ପାଖରେ ଥାଏ। ପତଳା ଅହଂ ମାନେ ମୁଁ ଠାକୁରଙ୍କର ଲୋକ, ଗୁରୁ ଦାୟିତ୍ୱପୂର୍ଣ୍ଣ ନେଇ କର୍ମ ଭିତରେ ମୁଁ ନିଯୁକ୍ତ, ମୋ ପଦ ପଦବୀକି ରକ୍ଷା କରିବାକୁ ପଡିବ, ତଦନୁଯାୟୀ ଚଳିବାକୁ ପଡିବ। ବିପ୍ର ଜଣେ ବ୍ରାହ୍ମଣ ଲୋକ, ତାର ବି ସେଇ ଅହଙ୍କାର ରହିବା ଦରକାର। ମୁଁ ଜଣେ ବିପ୍ର, ସମସ୍ତଙ୍କୁ ଭଲ ପାଇବି, ସମସ୍ତଙ୍କୁ ପରିପୂର୍ଣ୍ଣ କରିବି, ସମସ୍ତଙ୍କୁ ଉନ୍ନତି ମୁଖର କରିବି। ଏ ଅହଙ୍କାର ସବୁ ହଉଛି ପତଳା ଅହଂ। ଆଉ ଏମାନେ ଇଷ୍ଟନିଷ୍ଠ, ବିନୟ ସମ୍ପନ୍ନ, ଗୁଣବାନ, ଚରିତ୍ରମାନ, ଧୀମାନ, ବୁଦ୍ଧିମାନ ଆଉ ପ୍ରକୃତିସ୍ଥ। ଅପ୍ରକୃତିସ୍ଥ ନୁହେଁ, ଅବ୍ୟବସ୍ଥ ନୁହେଁ। ଆଉ ଯୋଉମାନେ ଇଗୋ ନେଇ ଚାଲନ୍ତି, ଅହଙ୍କାରୀ, ବଡ ବୋଲାଇବାକୁ ଚେଷ୍ଟା କରନ୍ତି, ଅହଂ ମାନେ ନିଜକୁ ନିଜର ପ୍ରତିପତ୍ତି ଦେଖିବାକୁ ଚାହାନ୍ତି, ସବୁଥିରେ ତାଙ୍କର ଝଲକ ଝଲକ ଅହଙ୍କାର ଜ୍ଞାନରେ ଅହଙ୍କାର ଅଛନ୍ତି। ଆପଣ ଷ୍ଟଡି କଲେ ବି ଜାଣିପାରିବେ, ଜ୍ଞାନ ଅଛି କିନ୍ତୁ ଅହଙ୍କାରୀ। ତେଣୁ ସେମାନେ ଈଶ୍ୱରଙ୍କ ସହିତ ଗଭୀର ଭାବେ ଜଡ଼ିତ ନଥାନ୍ତି, ଈଶ୍ୱରଙ୍କ ପାଇଁ ନିଜକୁ ସେତିକିଟା ଉଜାଡ଼ କରି ଦେଇପାରନ୍ତି ନାହିଁ। କପଟତା ରହିଯାଏ, ଏ ଗୋଟେ ବନ୍ଧନ ରହିଯାଏ। ମୁଁ ଜ୍ଞାନୀ, ସେମିତି ଗୋଟେ ବଡ ପୋଷ୍ଟରେ ଥିବା ଲୋକ, ସେ ବି ଗୋଟେ ବଡ ବନ୍ଧନ ତାର ଆସିଯାଏ, ମୁଁ ଏତେ ବଡ ଅଫିସର। ଏସବୁ ବନ୍ଧନ, ଏସବୁ ମାୟା, ଅର୍ଥମାନ ଦୋଷ ଏଇଠି ରହିଲା ଗଭୀର ଭାବେ। ଏମାନେ ଆସକ୍ତ ପୁରୁଷ, ଏମାନେ ଭକ୍ତ ନୁହନ୍ତି, ଭକ୍ତ। ଜୟ ଗୁରୁ ନିମୟ ଭାଇ, ଆଉ ଅଧିକା ଆପଣଙ୍କୁ ଇମ୍ପ୍ରେସନ ଦେଇପାରିବୁ ନାହିଁ। ଆଜି ପାଇଁ ଆହୁରି 6 ଜଣ ରହିଲେଣି, ସମୟ ହଉଛି କି ଦାଦା ନାହିଁ ଦେଖିବା। ଜୟ ଗୁରୁ, ଜୟ ଗୁରୁ। ଆଉ ଗୋଟେ ଦାଦା ଛୋଟଟେ ଶୀଘ୍ର ଦେଇହବ। ଆଉ ଯାହା ହଉ, ବହୁତ ସୁନ୍ଦର ଲାଗୁଛି। ଯାହା ବି ହଉ, କଥା ତ ଆଦାନ ପ୍ରଦାନ ଭିତରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲାବେଳକୁ ତ ମନଟା ଟିକେ ରହୁଛି, ଆଉ ଟିକେ ଭଲ ରହୁଛି, ଆଉ ଟିକେ ଠାକୁରଙ୍କ ଆଗରେ ଆକର୍ଷିତ ହଉଥାଏ। ଠାକୁରଙ୍କ ବିଷୟ ତ ଯାହା ବି ଚାଲିଛି ଠାକୁରଙ୍କ ବିଷୟରେ ହିଁ ଚାଲିଛି। ଆଉ ଏଇ ଗୋଟେ କଥା, ସେଦିନ ସେ ମହାଭାରତର ଭୀଷ୍ମ, ସେ ସ୍ୱୟଂ ଗଙ୍ଗା ମାଙ୍କର ପୁତ୍ର ଥିଲେ, ତଥାପି ବି କର୍ମଫଳ ତାଙ୍କୁ ଭୋଗିବାକୁ ପଡିଥିଲା। ଆଉ ଏଇଠାରେ ଲୋକମାନେ ଭାବୁଛନ୍ତି କି
କେବଳ ଗଙ୍ଗାରେ ସ୍ନାନ କରିବି ଆଉ ଯେତେ ପାପ କରିଛି ସବୁ ଧୋଇଦେବି। ହୁଁ। ଏଇ ବାବଦରେ ଟିକେ କୁହନ୍ତୁ। ଶୁଣନ୍ତୁ ଇଏ ମଣିଷ ମୁଁ ଆଜ୍ଞା କହୁଛୁ ଗଙ୍ଗାଙ୍କର ପୁଅ ସେ ନିଶ୍ଚିତ, କିନ୍ତୁ ସେ ଯୋଉ ପ୍ରକାର ବୈବାହିକ ସଂସ୍କାର ଥିଲା ସେ ଅଲଗା ପ୍ରକାର, ପୁରା କଣ୍ଡିସନାଲି। ସେ ଛାଡ଼ନ୍ତୁ ସେଗୁଡାକୁ ଯିବାନି। ଏଠି ଆଚାର୍ଯ୍ୟ ପରମ୍ପରାର ଯୋଉ ସଂସ୍କୃତି, ସେ ସଂସ୍କୃତିକୁ ଭୀଷ୍ମ ଆକ୍ସେପ୍ଟ କରିପାରିଲେ ନାହିଁ। ଅର୍ଥାତ୍ ହଠାତ୍ ଇମୋସନାଲି ପ୍ରତିଜ୍ଞା ଯୋଉ କରିଲେ କରେ ରାଜସିଂହାସନ ରକ୍ଷା କରିବା ମୋର ଧର୍ମ, ଅର୍ଥାତ୍ ରାଜା ଯିଏ ହବ ତାକୁ ସୁରକ୍ଷା ଦେବି, ତା ସପୋର୍ଟିଂ ହେଇ ରହିବି। ଏ ଯୋଉ ବ୍ଲାଇଣ୍ଡନେସ୍, ଅଜ୍ଞତା, ଏ ଅଜ୍ଞତାକୁ ସେ ବୁଝିପାରିନଥିଲେ। ଯେତେବେଳେ ଭଗବାନ କୃଷ୍ଣ ବାରମ୍ବାର କହୁଛନ୍ତି ଏଇଟା ଠିକ ନୁହେଁ ବୋଲି, ସେତେବେଳେ ମଧ୍ୟ ବୁଝିପାରିଲେ ନାହିଁ। କିନ୍ତୁ ଭକ୍ତ ହିସାବରେ ଭୀଷ୍ମ ଥିଲେ ଶ୍ରେଷ୍ଠ। ତାଙ୍କର ଈଶ୍ୱରଙ୍କ ପ୍ରତି ନିଷ୍ଠା ଥିଲା, କିନ୍ତୁ ଏଇ ଯୋଉ ନୀତିବିଧି ଗୁଡିକ ଯଥାର୍ଥ ଭାବେ ଉପଲବ୍ଧି ନ କରିପାରିଥିବା ହେତୁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଲା। ଏବଂ ଯେତେବେଳେ ଦୁର୍ଯ୍ୟୋଧନକ ଯିଏ ଗୌଡ଼ ଟୋକାକୁ ବାନ୍ଧି ପକା ବୋଲି କହିଛନ୍ତି, ସେତେବେଳେ ବିଶ୍ୱରୂପ ଦର୍ଶନ ଦେଇଛନ୍ତି, ମାନେ ଶୂନ୍ୟ ହେଇଯିବେ ଯେତେବେଳେ ବିଶ୍ୱରୂପଟା ପ୍ରକାଶ ହେଇଛି, ସେତେବେଳେ ମଧ୍ୟ ଭୀଷ୍ମ ଦେଖିଛନ୍ତି, ଅନ୍ୟ କେହି ଦେଖିପାରିଲେ ନାହିଁ। ଯୋଉ ଖସି ପଳେଇ ଗଲେ ରାଜ ଦରବାରରୁ, ସେତେବେଳେ ଭୀଷ୍ମକୁ ଦର୍ଶନ କରିଛନ୍ତି। ତାଙ୍କ କଣ ଦିବ୍ୟ ନେତ୍ର ଅଛି। ତା ପରଠାରୁ ସେ ଧୀରେ 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 ପରିବର୍ତ୍ତିତ ହେଇଛନ୍ତି, କିନ୍ତୁ ନିରୁପାୟ, ପ୍ରତିଜ୍ଞାଟାକୁ ଭାଙ୍ଗି ପାରିଲେ ନାହିଁ। ଗୋଟିଏ ତାଙ୍କର ଦୋଷ ରହିଲା, ଯୋଉ ଅଟଳ ପ୍ରତିଜ୍ଞା ଯେ ଏ ରାଜସିଂହାସନ ରକ୍ଷା କରିବା ମୋର ଧର୍ମ, କଶ୍ମୀର କାଳେ ଯିଏ ରାଜା ତାକୁ ଅସମ୍ମାନିତ ଅମର୍ଯ୍ୟାଦା କରିବି ନାହିଁ, ତାର ବିରୋଧାଭାସ ମୋର ହବନି, ଏ ଯୋଉ କଥାଟା ତାଙ୍କ ମୁଣ୍ଡରେ ପଶି ଯାଇଥିଲା, ସେଇଟା ହିଁ ତାଙ୍କର ପାପର କାରଣ। ଦ୍ୱିତୀୟତଃ ଗଲା, ତୃତୀୟତଃ ଦୁର୍ଯ୍ୟୋଧନର ଅନ୍ନ ଖାଉଥିଲେ। ସ୍ୱ ଉପାର୍ଜିତ ଅନ୍ନରେ ସେ ପ୍ରତିପାଳିତ ହେଇନାହାନ୍ତି। ରାଜପୁତ୍ର ଯେହେତୁ ସେ, ତେଣୁ ସେଇ ଅନ୍ନ ଖାଉଥିଲେ। ଦୁର୍ଯ୍ୟୋଧନ ଯୋଉ ଶାସନ କରିକି ଯାହା ଅର୍ଜନ କରୁଥିଲା, ତା ଅଧୀନସ୍ଥ ଥିଲା ଧନ ସମ୍ପଦ, ତାରି ଅନ୍ନ ଖାଉଥିଲେ। ସେ ଚାହିଁଥିଲେ ବିଦୁର ଘରୁ ଖାଇପାରିଥାନ୍ତେ ବା ଅନ୍ୟ କୋଉଠି ଖାଇପାରିଥାନ୍ତେ, କିନ୍ତୁ ସେ ଯୋଉ ଅନ୍ନଟି ଖାଇଲେ, ସେ ଅନ୍ନର ପ୍ରଭାବ ତାଙ୍କଠାରେ ପ୍ରଭାବିତ କରୁଥିଲା, ଯାହା ଫଳରେ କି ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଲା। ଆଉ ଗଙ୍ଗାରେ 1000 ବୁଡ ପକେଇଲେ ହବନି। ଯଦି ଆଚାର୍ଯ୍ୟାନୁଶାସନ, ଆର୍ଯ୍ୟ ସଂସ୍କୃତିକୁ ମଣିଷ ଆପଣେଇ ନ ନିଏ, ତାର ଉଦ୍ଧାର ହବା ଅସମ୍ଭବ। ସେ ଲୋକ ଉଦ୍ଧାର ପାଇପାରିବ ନାହିଁ। ଗଙ୍ଗାରେ ଡେଲି ବୁଡୁଥାଉ, ନିତ୍ୟ ଜଗନ୍ନାଥଙ୍କୁ ବି ଦର୍ଶନ କରୁଥାଉ, ଅଛନ୍ତି ଜଗନ୍ନାଥଙ୍କ ପାଖରେ ନିୟମିତ, ଜଗନ୍ନାଥଙ୍କର ଦର୍ଶନ ନ କଲେ ପାଣି ଟୋପାଇ ବି ପିଅନ୍ତି ନାହିଁ। କିନ୍ତୁ ଇଏ ଗୋଟେ ସେକ୍ଟର ବଢିଗଲା, ଆହୁରି ଯୋଉ 4ଟା ସେକ୍ଟର ରହିଲା, ସେ 0 ରହିଲା। ତେଣୁ ଏ ସେକ୍ଟର ତାକୁ ବଢେଇ ପାରିବ ନାହିଁ। ଯୋଉ ଆଚାର୍ଯ୍ୟ ପରମ୍ପରା ଭିତର ଦେଇ ଯୋଉ ଗୃହସ୍ଥାଶ୍ରମ ଧର୍ମ, ମାନବୀୟ ଆଚରଣ, ଏଗୁଡିକ ଯେତେବେଳେ ମଣିଷ ପାଖରେ ନ ଆସେ, ଅଙ୍ଗହାନି ଘଟେ। ଅଙ୍ଗହାନି ଘଟେ ମାନେ ହାତରେ କଣ କଣ କରିବା ଦରକାର, ଆଖିରେ କଣ କଣ ଦେଖିବା ଦରକାର, ପାଟିରେ କଣ କଣ କରିବା ଦରକାର, କାନରେ କଣ କଣ ଶୁଣିବା ଦରକାର, କି ପ୍ରକାର ଖାଦ୍ୟ ଖାଇବା ଦରକାର, ଏଗୁଡିକ ଯଦି ବିହିତ ଭାବେ ଏ ଅଙ୍ଗ ଗୁଡିକର ଯୋଉ ପରିପୋଷଣର ଯୋଉ ଦାୟିତ୍ୱ, ତା ଯଦି ବିହିତ ଭାବେ ନ କରାଯାଏ, ତାହେଲେ ମଧ୍ୟ ଅଙ୍ଗହାନି ଘଟିଲା। ସେ ଅଙ୍ଗ ଗୁଡିକ ଥାଇକି ଯା ନଥାଇ ସେ ମିସୟୁଟିଲାଇଜେସନ ହବ, ଅପବ୍ୟୟ ହବ, ଅନ୍ୟମାନଙ୍କର କ୍ଷତି ସାଧନ କରିବ। ଜୟଗୁରୁ। ତେଣୁ ସେଥିପାଇଁ ଗଙ୍ଗାରେ ବୁଡ ପକେଇଲେ କଣ, ଗଙ୍ଗା ପୁତ୍ର ହେଲେ କଣ, ଯିଏ ହେଲେ କଣ, ଯଦି ଏଗୁଡିକ ନଥାଏ, ଆଚାର୍ଯ୍ୟାନୁଶାସନ ଯଦି ସେ ଗ୍ରହଣ ନ କରନ୍ତି, ନ ମାନନ୍ତି, ଧର୍ମ କହିଲେ କଣ ଏ ବିଷୟରେ ସଚେତନ ନ ହୁଅନ୍ତି, ତାହେଲେ ବିନାଶ ଅବସମ୍ଭାବୀ। ଜୟଗୁରୁ। ହଉ ଦାଦା, ଜୟଗୁରୁ। ଶନିବାର ଭଗବାନ ଦେଇଛନ୍ତି ଏ ଜୀବନ, ସୁଖ ଦୁଃଖ ବି ତାଙ୍କ ଦାନ, ତାହେଲେ କାହିଁକି କଷ୍ଟ କରିବା ଏ ମନ, ସବୁରି
ତାଙ୍କରି ଇଚ୍ଛା ଭାବି କାଟି ନବା ଏ ଜୀବନ। ଜୀବନ ହଉ ରାଇଟ୍। ଦାଦା ଜୟ ଗୁରୁ ଜୟ ଗୁରୁ। ଜୟ ଗୁରୁ। ରୀନା ମାଝୀ ମା ମୁମ୍ବାଇ, ରୀନା ମାଝୀ ମୁମ୍ବାଇ, କୁହନ୍ତୁ ପ୍ରଶ୍ନ କଣ ଆପଣଙ୍କର? ଖୋଲୁନାହାନ୍ତି ଅଡିଓ। ନର୍ମଦା ନାୟକ ଅଡିଓ ଖୋଲନ୍ତୁ। ହ୍ୟାଲୋ ନର୍ମଦା ନାୟକ। ଆଜ୍ଞା ଦାଦା ଜୟ ଗୁରୁ। ଜୟ ଗୁରୁ, ଆଜ୍ଞା କୁହନ୍ତୁ। ଦାଦା ଏ ଯୋଉ ଜଣେ ମା ଛୋଟବେଳୁ ନେଇଥିଲେ ଦୀକ୍ଷା, ତାଙ୍କର ରୀତିଙ୍କ ନାଁ ମନେ ନାହିଁ, କଣ ତାଙ୍କ ପାଇଁ କରିବାକୁ ପଡିବ? ଯଦି ନେଇଥିଲେ ଠିକ, ଛୋଟ ବେଳୁ ନେଇଥିଲେ, ଇଷ୍ଟବୃତ୍ତି ପଠେଇଥିଲେ କି? ସେ ଛୁଆ ବେଳୁ ନାଇଁ, ଏବେ ସେ କଣ କହୁଛନ୍ତି, ମୁଁ ଖାଲି ପଠେଇ ଦଉଛି, କିଛି ନିବେଦନ କରୁନି, ଖାଲି ମାସ ଶେଷ ହେଲେ ପଠଉଛି, ଏମିତି କହୁଥିଲେ। ଆଉ କଣ ନାମ କହୁଛି ଆପଣ ଶୁଣନ୍ତୁ, ଆଜ୍ଞା ଆପଣଙ୍କୁ ମୁଁ ଆଜ୍ଞା ଯାହା କହୁଛି, ସେ ଆଜ୍ଞା କେବେ ପଠଉଛନ୍ତି। ଆଗରୁ ଥରେ ପୁରୁଣା ଆଗ କେବେ ପଠେଇଛନ୍ତି କି ଇଷ୍ଟବୃତ୍ତି ଆଜ୍ଞା ଆଗରୁ? ଆଜ୍ଞା ଆଜ୍ଞା ଛୁଆ ବେଳୁ ପଠଉଥିଲେ, ଏବେ କଣ କରୁଛନ୍ତି କେଜାଣି ଠିକ ନାହିଁ। ସେ କହୁଛନ୍ତି ଛୁଆ ବେଳ କଣ ମାନେ କଣ ବର୍ଷିକା 2 ବର୍ଷିଆ ନା କଣ? ସେ ଆଗରୁ ପଠଉଥିଲେ ମାନେ 15 ବର୍ଷ 20 ବର୍ଷ ତାଙ୍କୁ ହେଇଥିବ ନା। ନାଇଁ ବହୁତ ଛୋଟ ହେଇଥିଲେ, ମନେ ନାହିଁ ବା, ଠାକୁର ନାମ ମନେ ନାହିଁ କି ରୀତିଙ୍କ ଠିକ ନାମ। ଅଛି, ନାଇଁ ରୁହନ୍ତୁ, ମୁଁ କଣ କହୁଛି ମାନେ ବହୁତ ଛୋଟ ମାନେ 8 ବର୍ଷ ନା 5 ବର୍ଷ? ହଁ ସେଇ 5-7 ବର୍ଷ ଭିତରେ ନେଇଥିବେ। 7 ବର୍ଷର ଦୀକ୍ଷା ଦିଆହଉଥିଲା ତାକୁ? ନା ନା, ସେ କହୁଛନ୍ତି ମୁଁ ଛୁଆ ବେଳୁ ନେଇଥିଲି, ସେ ପ୍ରାୟ ହଁ ସେ 12 ବର୍ଷ ନେଇଥିବେ କଣ। ଆଉ ସେ କହୁଛନ୍ତି ମୁଁ ଛୁଆ ବେଳୁ ନେଇଥିଲି, ମୋର ମନେ ନାହିଁ କିଛି, ମୁଁ ଇଷ୍ଟବୃତ୍ତି ଠିକ କରିବି। ଅଛି, ଠିକ ଅଛି। ଯିଏ ତାଙ୍କୁ ଦୀକ୍ଷା ଯାଇଥିଲେ, ସେ ଲୋକ ମନେକର ଜଣେ ତାକୁ ଡାକି ନେଇକି ଦୀକ୍ଷା ବ୍ୟବସ୍ଥା କରିଦେଲେ, ତାଙ୍କ ନାଁ ମନେ ନାହିଁ କଣ? ସେ ଲୋକଙ୍କୁ ପଚାରିଲେ ସେ କହିଦେବେ କୋଉ ରୀତିକି ତାଙ୍କୁ ଦୀକ୍ଷା ଦେଇଥିଲେ। ହେଲା, ଗଲା ନମ୍ବର 1। ନମ୍ବର 2, କମ୍ପ୍ୟୁଟର ମାଇଲେ ଯଦି କିଛି ମିଳିଯାଏ, ଆଡ୍ରେସରୁ ମଧ୍ୟ ନମ୍ବର ମିଳିଯିବ। ଆପଣ କମ୍ପ୍ୟୁଟରରେ ଇନକ୍ୱାରି କଲେ ଭୁବନେଶ୍ୱରରେ ବା ଯୋଉ ବା ଦେଓଘରରେ, କମ୍ପ୍ୟୁଟରରେ ଆପଣଙ୍କର ଟେଷ୍ଟିଂ କଲେ, ସେ ତାଙ୍କର କୋଡ ନମ୍ବର ବାହାରି ପଡିବ, ବ୍ୟାକଗ୍ରାଉଣ୍ଡ ବାହାରିବ। ଆଉ ଦ୍ୱିତୀୟତଃ, ବର୍ତ୍ତମାନ ଯୋଉ ଡିପି ୱାର୍କସ ଅଛି, ତାଙ୍କ ଅଞ୍ଚଳରେ ଡିପି ୱାର୍କସ ଦାୟିତ୍ୱ ଯିଏ ନେଇଛନ୍ତି, ତାଙ୍କୁ କଥା କହିଲେ ସେ କ୍ଲିୟରଲି କହିଦେବେ ତାଙ୍କ ରୀତି କିଏ। ଆଜ୍ଞା ମନେ ରହିଲା? ଆଜ୍ଞା ଆଜ୍ଞା କାରଣ ଦୀକ୍ଷା ପତ୍ର ବହି ଆମେ ଡିପୋଜିଟ କରୁଛୁ, ସେ ରେକର୍ଡ ସବୁ ରହିଛି, ସେଇଥିରୁ ସବୁ ଡିପି ୱାର୍କସ ସବୁ ଲିଷ୍ଟ କରା ହିଁ ଦିଆହେଇଛି। ଆଜ୍ଞା ଏଇଟା ହେଲା ଥାର୍ଡ ପଏଣ୍ଟ। ତେଣୁ ଏଇ ଥାର୍ଡ ପଏଣ୍ଟଟା ଆପଣଙ୍କର ଆଭେଲ କରନ୍ତୁ। ସେଠି ଯିଏ ଡିପି କାମ ବୁଝୁଛନ୍ତି, ତାଙ୍କୁ କହିଲେ ତାଙ୍କ ଆଡ୍ରେସ ମାରିକିରି, ପୂର୍ବ ଆଡ୍ରେସ ଆଜ୍ଞା ବୁଝିପାରିଲେ, ଆଜ୍ଞା ତାଙ୍କ ଗାଁ ଠିକଣା ଅନୁସାରେ ମାରିଲେ, ତାଙ୍କର କାହାର ଦଉଥିଲେ, କି ଏକୁଟିଆ ଦଉଥିଲେ, କଣ କରୁଥିଲେ, ସେଇ ଲିଷ୍ଟଟା ସେ ଯଦି ଦେବେ, ବା ତାଙ୍କ ନାଁ ଗାଁ ସବୁ କିଛି ଠିକଣା ଦେଲେ, ସେ ମାରିକିରି ବାହାର କରିଦେବେ। ହେଲା, ଆଜ୍ଞା ଆଜ୍ଞା ବାସ୍। ଆଜ୍ଞା ଜୟ ଆଜ୍ଞା ଗୁରୁ। ଦାଦା ଆଜ୍ଞା ଦାଦା, ଏ ଝୁଲଣ ମା ଗତକାଲି ଇଷ୍ଟବୃତ୍ତି ନିବେଦନ ବିଷୟରେ ଶୁଣିବାକୁ ଚାହୁଁଥିଲେ, ମାନେ ବୁଝିବାକୁ ଚାହୁଁଥିଲେ, କିଛି କହିବେ କି 2-3 ଧାଡିରେ? ରମାକାନ୍ତ ଯାହା କହିଥିଲେ। ଯାହା କହିବା କଥା ମୁଁ ତ କାଲି କହିସାରିଛି ମା। ଆଉ ଆକୁରେଟ ସମୟ ନାହିଁ। ଚାହୁଁଥିଲେ ଯେ କଣ କହିବାକୁ, ଯେ ରମାକାନ୍ତ କହିଥିଲେ, ମୁଁ ଲେଖିକି ରଖିଛି, ମୁଁ କହିଦଉଛି ଖାଲି। ନିବେଦନ କରିସାରିଲା ପରେ ଇଷ୍ଟବୃତ୍ତି କହିବେ, ହେ ମୋର ଦେବତା, ହେ ମୋର ହୁଁ, ଆଚାର୍ଯ୍ୟ, ହେ ମୋର ହୁଁ, ପ୍ରିୟ ପରମ, ମୋର ହୁଁ, ଶ୍ରଦ୍ଧାକୁ ମୁଁ ତୁମକୁ ଆହୁତି ଦେଉଛି। ଏ ହୁଁ, ଅପ୍ରତ୍ୟାଶିତ ଅର୍ଘ୍ୟାଞ୍ଚଳି ତୁମକୁ ତୃପ୍ତ କରି ତୋଳୁ, ଏ ହୁଁ, ସ୍ୱଳ୍ପ ପରିମାଣର ଅର୍ଘ୍ୟାଞ୍ଚଳି ତୁମକୁ ତୃପ୍ତ କରୁ। ହୁଁ, ଏତିକି ହୁଁ, କହିକି ତାପରେ ମୁଣ୍ଡରେ ହୁଁ। ମାରିକି ରଖିବେ। ଆଉ ସେଇଆ ମୁଁ ଟିକେ କହିଦଉଛି, ଯଦି ଧୃତି ବିଧାନ ଜାଣିପାରିବେ। ଇଏ ବାଣୀ ଶୁଣନ୍ତୁ, ଧୃତି ବିଧାନ ଦିଆଯାଇଛି। ଏ କଥା ଏତେ କଥା ନାହିଁ, ମୁଁ ମୋର ଶ୍ରଦ୍ଧାକୁ ଆପଣଙ୍କ ପାଖରେ ନିବେଦନ କରୁଛି, ବାସ୍। ଏତେ କଥା ଇଏ ତ ତାକୁ ଆମକୁ ତ ତାର ଟ୍ରେନିଂ ଦିଆଯାଇଥାନ୍ତା ଦୀକ୍ଷା ଦେବା ପାଇଁ, ରୀତିକି ବହିରେ ଲେଖା ହେଇଥାନ୍ତା। ଏଇଟା ଆଉ ଏକ୍ସଟ୍ରା। ଆଜ୍ଞା ରମାକାନ୍ତ ମିଶ୍ର ଯୋଉ କହିଛନ୍ତି ଏଇଟା ଏକ୍ସଟ୍ରା, ଏଇଟା କହିଲେ ଆଉ ଟିକେ ଭଲ ହବ ବୋଲି କହିଛନ୍ତି, ଏଇଟା ସଜେସନ। ଆଜ୍ଞା କିନ୍ତୁ ଇଷ୍ଟବୃତ୍ତି ପରେ ଗୋଟିଏ ଧାଡି କହିବେ, ହେ ପ୍ରଭୁ ଆପଣ ଦୟାକରି ଗ୍ରହଣ କରନ୍ତୁ, ମୁଁ ଆପଣଙ୍କୁ ଶ୍ରଦ୍ଧା ସହକାରେ ମୋ ଜୀବନର ଶ୍ରଦ୍ଧାକୁ ମୁଁ ଆପଣଙ୍କୁ ନିବେଦନ କରୁଛି। ହେଲା, ଆଜ୍ଞା ଏତିକି, ଏଇ ଗୋଟିଏ ସେଣ୍ଟେନ୍ସ, ଦ୍ୟାଟ୍ସ ଏନଫ୍। କାଲି ମୁଁ ସଂକ୍ଷେପରେ କହିଲି, ଆଉ କେତେଟା କଥା କହିଥିବି, କଣ କହିଥିବି, ଏଇ ଯାହା କହି ହବ। ଆଜ୍ଞା ଏତେ ମାନେ ସାପ ଗାତରେ ପଶୁନି, ପୁଣି କୁଲା ବାନ୍ଧିକି ପୁରିବା ଭାରି କଷ୍ଟକର ଆଜ୍ଞା। ଆମେ କହିଲେ 50 ଲୋକ, ପୁଣି ସେ ଆକୁ ସବୁ ଏତେ କଥା କହିବାକୁ ବେଳ କାଇ, ପୁଣି କମେଣ୍ଟ ଆସିବ। ହେଲା, ପଦେ ଆଜ୍ଞା କଥା ମୁଁ ଶ୍ରଦ୍ଧା ସହକାରେ ଆପଣଙ୍କୁ ଦଉଛି, ଆପଣଙ୍କୁ ମାନେ ଖୁସି ହୁଅନ୍ତୁ, ପ୍ରୀତ ହୁଅନ୍ତୁ, ବାସ୍ ସରିଲା। ଧାଡି ଯାହା ମନର ଭାବଟା ପ୍ରକାଶ କରି ନିବେଦନ କରିଦେବେ। ହେଲା, ଆଜ୍ଞା ଦାର୍ଶନ। ହଉ, ଆଜ୍ଞା ଜୟ ଦାଦା ଗୁରୁ। ଆଜ୍ଞା। ରୀତା ବେହେରା ମା, ରୀତା ବେହେରା
ବେହେରା ମା, ରୀତା ବେହେରା ମା, ହ୍ୟାଲୋ, ଅଡିଓ ଖୋଲନ୍ତୁ। ରୀତା ଦାଦା ବେହେରା, ଶୁଭିଲା? ଆଜ୍ଞା, ଦାଦା ହଁ କୁହନ୍ତୁ, ହଁ ଦାଦା କହିଥିଲେ, ଜୟଗୁରୁ। ପଚାରିଛନ୍ତି? ନାଇଁ ମୁଁ ନାଇଁ ପଚାରିନି। ହଉ କୁହନ୍ତୁ କୁହନ୍ତୁ। ହୁଁ, ଦାଦା କୁହନ୍ତୁ। ଆମ ଯୋଉ ଠାକୁର ଯେତେବେଳେ ଥିଲେ ତାଙ୍କ ବେଳରେ ହୁଁ ସେ ତ ପରମ ବ୍ରହ୍ମ ଥିଲେ ନା। କିନ୍ତୁ ହୁଁ ଦାଦା ସେ ଓଡିଆ ଭାଷା ବୁଝୁଥିଲେ ସେତେବେଳେ ଯେତେବେଳେ ତାଙ୍କର ଯିଏ ବି ହେଲେ ଓଡିଆ ଭକ୍ତ ମାନେ ଯାଉଥିବେ ନା ତାଙ୍କ ପାଖକୁ ହୁଁ 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 ତାଙ୍କୁ ଦର୍ଶନ କରିବା ପାଇଁ କି ତାଙ୍କ ସାକ୍ଷାତ କରିବା ପାଇଁ ଠାକୁର ତାଙ୍କ ସହିତ ସମସ୍ତେ ତ ବଙ୍ଗାଳୀ ଭାଷା ବୁଝି ପାରିବେନି ନା। ଆମେ ହୁଁ ବି ଯଦି ପ୍ରାୟ ବୁଝିପାରୁନୁ ଗୁଡାଏ ବୁଝୁଛୁ ଗୁଡାଏ ବୁଝିପାରୁନୁ ତାହେଲେ ସେ ହୁଁ ଠାକୁର କେମିତି ତାଙ୍କ ସହିତ ତାଙ୍କ ଓଡିଆ କଥା ବୁଝୁଥିଲେ କେମିତି କହୁଥିଲେ ତାଙ୍କର ଉତ୍ତର ଦଉଥିଲେ? ହୁଁ। ତାଙ୍କର ବୁଝୁଥିଲେ ଆମର ବିକାଶ ରଞ୍ଜନ ଭୌମିକ, କାଳୀପଦ ଭୌମିକ, ଆଉ ତାପରେ ଆମର ବାଳକୃଷ୍ଣ ଦାସ, ବହୁତ ଓଡିଆ ଲୋକ ଯାଇଛନ୍ତି ତାଙ୍କ ସାଙ୍ଗରେ, ବହୁତ କଥାବାର୍ତ୍ତା ବି ହେଇଛନ୍ତି। ହଁ, ଏବଂ ସେ ଓଡିଆ ବୁଝିପାରୁଥିଲେ ଭଲ ଭାବରେ, ଓଡିଆରେ ବି କହୁଥିଲେ କିମ୍ବା ବଙ୍ଗଳାରେ କହୁଥିବେ, ସେ କଥା ଆମେ ତ ଷ୍ଟଡି କରିନୁ, କିନ୍ତୁ ପ୍ରତ୍ୟେକଙ୍କର କଥା ବୁଝିପାରୁଥିଲେ। ଏଇଟା ହେଲା କଥା, ମୁଖ୍ୟ କଥା ହେଲା ହେଲା। ଆଉ ଯୋଉ କଥାବାର୍ତ୍ତାଟା ଯୋଉ ଦିଆ ନିଆଟା ଭଲ ମନ୍ଦ ତାକୁ ଟ୍ରାନ୍ସଲେଟ କରିବା ପାଇଁ ଲୋକ ଥିଲେ। ଜଣେ କେହି ଓଡିଆରେ କହୁଛି, ଠାକୁର ହୁଏତ ବୁଝି ନ ପାରିଲେ, ଆଉ ଜଣେ କେହି ଭାଇ ଥିଲେ ଯିଏ ଓଡିଆରେ କହିଦଉଥିଲେ। ତାଙ୍କ ପାଖରେ ଯତୀନ ବସୁଥିଲେ, ରୀତିକ ଓଡିଆ ରୀତିକ ତାଙ୍କ ପାଖରେ ବସୁଥିଲେ, ଯୋଉମାନେ କି କନଭର୍ଟ କରିଦିଅନ୍ତି ହେଲା ଓଡିଆ ଭାଷାଟାକୁ, ସେ ତାଙ୍କ ଭାଷାରେ ବଙ୍ଗଳାରେ ମଧ୍ୟ ଠାକୁରଙ୍କୁ କହିଦିଅନ୍ତି ହେଲା। ଜୟ ଗୁରୁମା। ନେକ୍ସଟ ଦାଦା ଅଛନ୍ତି ଯୋଉ ଆମର ଆମର ଇଷ୍ଟଭୂତି ଭାଇ ଆସିକି ଆଜ୍ଞା କଣ କହିଲେ? ଶୁଭି ହେଲାନି କିଛି। ହଉ, ନେକ୍ସଟ ଅଛନ୍ତି ଜୟନ୍ତ କୁମାର ଜେନା। ଜୟନ୍ତ କୁମାର ଜେନା, ହ୍ୟାଲୋ। ଜୟ ଗୁରୁ କୁହନ୍ତୁ। ଆଜ୍ଞା ହଁ ହଁ ଦାଦା ହଁ ଶୁଭା ଯାଉଛି ତ କ୍ଲିୟର? ହଁ ଶୁଭା ଯାଉଛି, କୁହନ୍ତୁ। ଗୋଟେ ଧାଡିରେ ପ୍ରଶ୍ନ କରନ୍ତୁ। ଆଜ୍ଞା 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 ଦାଦା ଆମର ଯେ ଆପଣଙ୍କର ହବନି। ହଁ, ଆଚ୍ଛା, ସରସ୍ୱତୀଙ୍କର ଆଚାର୍ଯ୍ୟ, ସେ କୁଆଡେ କଟିଲା ଟିକେ। ସରସ୍ୱତୀଙ୍କର ଆଚାର୍ଯ୍ୟ, ସରସ୍ୱତୀଙ୍କର ଆଚାର୍ଯ୍ୟ, ହ୍ୟାଲୋ, ସରସ୍ୱତୀଙ୍କର ଆଚାର୍ଯ୍ୟ, ହ୍ୟାଲୋ, ଅଡିଓ ଖୋଲନ୍ତୁ। ସରସ୍ୱତୀଙ୍କର ଆଚାର୍ଯ୍ୟ ଶୁଣୁନାହାନ୍ତି। ହଁ ଜୟ ଭାଇ, ଜୟ ଭାଇ। କୋଉଠି ଆପଣ କୁଆଡେ ଗଲେ ଆପଣ? ଜୟଗୁରୁ, ଅଡିଓକୁ ଆପଣ ଖୋଲି ଦେଖାଯାଉନି, ଖୋଲି ପାରୁନାହାନ୍ତି? ଆଜ୍ଞା ଆଜ୍ଞା ଖୋଲିଦେଲି। ଆଉ କୁହନ୍ତୁ, ଖୋଲିଲା? ଅଡିଓ ଖୋଲିଲା? ଆଜ୍ଞା କାଇଁ ଦେଖାଯାଉନି ମତେ? ହଁ ଆଜ୍ଞା ଖୋଲିଲା। ଆଉ ହଉ ହଉ, ମୁଁ ପ୍ରଶ୍ନ କହୁଥିଲି କଣ? ଭାଇ ଆଜ୍ଞା ପ୍ରଶ୍ନ ହଉଛି ମୋର, ଆପଣ ଏତେ ସମୟ ଏଇ ନେଲେ ଯୋଉ ହବନି। ହଁ, ମୁଁ କହୁଛି ଆଉ ଭାବନ୍ତୁ, ମୁଁ ଆଉ ଜଣଙ୍କର ପରିପୂର୍ଣ ନେଇଯାଉଛି, ଆପଣ ଚିନ୍ତା କରନ୍ତୁ। ଆପଣ ମନ ଯାଇକି, ହଉ ଠିକ ଅଛି, ପରବର୍ତ୍ତୀ ପର୍ଯ୍ୟାୟରେ କହିବେ। ପ୍ରଶାନ୍ତି ନାୟକ, ଇଏ ବି ସେଇ କଥା। ପ୍ରଶାନ୍ତି ନାୟକ ମା, ପ୍ରଶାନ୍ତି ନାୟକ, ହ୍ୟାଲୋ, ପ୍ରଶାନ୍ତି ନାୟକ ମା କୁହନ୍ତୁ। ଜୟଗୁରୁ, ଦାଦା ଜୟଗୁରୁ କୁହନ୍ତୁ। ଦାଦା ମୁଁ ଫଟୋ ପୂଜା କରିଥିଲି ଯେ ମା ଠାକୁରଙ୍କର ଆଉ ଲକ୍ଷ୍ମୀ ମାଙ୍କର, ଆଉ ନୂଆ ଫଟୋ ତ୍ରିଲୋଚନ ଭାଇ ଶୁଣିଲେ କଣ ସେ କଥା କହୁଛନ୍ତି ବୁଝନ୍ତୁ ଟିକେ କାନେଇକି। ତ୍ରିଲୋଚନ ଭାଇ, ଆଜ୍ଞା ଆଜ୍ଞା ମୁଁ ଶୁଣୁଛି। ହଁ କୁହନ୍ତୁ। ହଁ ହଁ ହଁ, ଠାକୁରଙ୍କର ଆଉ ଲକ୍ଷ୍ମୀ ମାଙ୍କର ପୂଜା କରୁଥିଲି, ତାଙ୍କ ଫଟୋ ଆଉ ନୂଆ ଫଟୋ ନେଇକି ଆସିଛି। 4 ଜଣଙ୍କର ପୂଜା ହୁଏ ପରା, ସେଇଟା କାଢିକି ସେଠି ଠାକୁର ଘର ରଖିବି ନା ଏଇ ଫଟୋଟା କାଢି?
ହଁ ଆପଣ ଆଗରୁ ଯୋଉ ଫଟୋ ପୂଜା କରୁଥିଲେ ସେଟା କଣ ଆଜ୍ଞା ଖରାପ ହେଇଯାଇଛି? ନା ଆଉ ନା ଯଦି ଭଲ ଖରାପ ଅଛି ହେଇଯାଇଛି ହଁ ତାକୁ ଆପଣ ନୂଆ ଫଟୋ ଯୋଉଟା ଆଣିଛନ୍ତି 4ଟା ଫଟୋ ଆଜ୍ଞା ରହୁଛି ଏବେ ଆଚାର୍ଯ୍ୟଙ୍କ ଫଟୋ ରହୁଛି ବଡଦାଙ୍କର ଠାକୁରଙ୍କର ଆଜ୍ଞା ମାଙ୍କର ଆପଣ ହଁ ନୂଆ ଫଟୋ କରିବେ କିଛି ଅସୁବିଧା ନାହିଁ ଫଟୋ ବସେଇକି ନୂଆ କପଡା ଦେଇକି ଆସ୍ଥାନରେ ବସେଇବେ 4 ଜଣଙ୍କୁ ଆଜ୍ଞା ବସେଇକିନି ଯେମିତି ଆମର କରାଯାଉଛି ସେରକମ କରିପାରିବେ କିଛି ଅସୁବିଧା ନାହିଁ ଫଟୋ ବଦଳା ଯାଇପାରିବ ଖରାପ ହେଲେ କି ଇଏ ହେଇଗଲେ ବଦଳା ଆଜ୍ଞା ଯାଇପାରିବ ହଁ ଆଉ ତା ପାଇଁ ଯଦି ଆନୁଷଙ୍ଗିକ ଆଉ କିଛି କର୍ମକାଣ୍ଡ ଥାଏ ପୂଜ୍ୟ ବିଜୟ ଭାଇ କହିବେ କିନ୍ତୁ ମୁଁ ଜାଣିଛି ବଦଳା ହେଇପାରେ ଆଜ୍ଞା ବଦଳେଇ ଦେଇ ପାରିବେ କିଛି ଅସୁବିଧା ନାହିଁ ଆପଣ ଯୋଉ ନୂଆ ଫଟୋ ଆଣିଛନ୍ତି କିନ୍ତୁ ପୁରୁଣା ଫଟୋକୁ ଅମର୍ଯ୍ୟାଦା କରିବେନି ତାକୁ ଯତ୍ନ କରିକି ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ପୁଣି ଟଙ୍ଗେଇବେ ଆଜ୍ଞା ହଁ ଖରାପ ହେଇଯାଇଥିଲେ ବି ତାକୁ ରଖିବେ ନା ନା ଭଲ ଅଛି ଭଲ ଅଛି ହଁ ଭଲ ଅଛି ଆଉ ବଦଳେଇବେ କାହିଁକି ଆପଣ ଯାହାକୁ ସେଇଟା ଆଣିଛନ୍ତି ତାକୁ ଅଲଗା କହୁଛନ୍ତି ଜାଗାରେ ରଖନ୍ତୁ କଣ ହଁ ଆପଣ ଯାହାକୁ 4 ଆଣିଛନ୍ତି ଜଣ ପୂଜା କରିବା କଥା ତ କହୁଛନ୍ତି ହଁ ସେଇଥିପାଇଁ 2 ଜଣଙ୍କୁ ପୂଜା କରିଥିଲେ ଆଉ 2 ଜଣଙ୍କର ଫଟୋ ସେଠି ସ୍ଥାପନ କରିବେ ଅଲଗା ଆଣିକି ବଡଦାଦାଙ୍କର ଫଟୋ ଆଉ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଫଟୋ ଆଜ୍ଞା ଏଟା ବିଧି ରହିଛି ସତ୍ସଙ୍ଗର ହଁ ଆଚାର୍ଯ୍ୟଙ୍କର ଫଟୋଟା ରହିବ ନିଶ୍ଚିନ୍ତ ରହିବ ଆଜ୍ଞା କାରଣ ସିଏ ବର୍ତ୍ତମାନ ଆମର ଲିଭିଂ ଆଇଡିଆଲ ନା ଜୀବନ୍ତ ଆଦର୍ଶ ହଁ ହଁ ଠାକୁରଙ୍କର ସିଏ ହଉଛନ୍ତି ପ୍ରତିମୂର୍ତ୍ତି ତେଣୁ ତାଙ୍କୁ ଆମେ ରଖିବା ବିଗ୍ରହ ଆଚାର୍ଯ୍ୟଙ୍କ ବିଗ୍ରହ ରହିବ ହଁ ହଉ ଯଦି ଭଲ ଅଛି ଜୟ ଆଦୌ ବଦଳେଇବା ଦରକାର ନାହିଁ ଯଦି ଖରାପ ହେଇଯାଇଥାଏ ବଦଳେଇ ଦେଇ ପାରନ୍ତି ନୂଆ ଫଟୋ ରଖନ୍ତୁ ଅଲଗା ଜାଗାରେ ରଖିଥାନ୍ତୁ ଆଜ୍ଞା ହଁ ଜୟଗୁରୁ ମୁଁ ଆଉ ହଉ ପଚାରିବାର ହଁ ଜୟଗୁରୁ ହଁ, ଭାଇ ଯଦି କିଛି କହିବେ ଆ ଉପରେ କହିପାରନ୍ତି କୁହନ୍ତୁ। ଆପଣ ତ ଠିକ କହିଛନ୍ତି ଆଉ ଠିକ ଅଛି ଠିକ ଅଛି ଆଜ୍ଞା ହଉ ହୁଁ ଆଉ ନେକ୍ସଟ ଅଛନ୍ତି ଆମର ଅ ସରସ୍ୱତୀ ଗୁରାଚାର୍ଯ୍ୟ ମା ତାକୁ ରୀତା ବେହେରା କହୁଥିଲେ କି କହିବେ କି ରୀତା ବେହେରା ମା ହ୍ୟାଲୋ ରୀତା ବେହେରା ମା କଣ କହିବେ ହ୍ୟାଲୋ ରୀତା ବେହେରା ମା ହଉ ସରସ୍ୱତୀ ହଁ ଆଚାର୍ଯ୍ୟ ଦାଦା ମୁଁ କହୁଥିଲି ହେଲେ କଟିଗଲା। ହଁ 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 କୁହନ୍ତୁ ହଁ କଣ କହୁଥିଲେ କୁହନ୍ତୁ ହେଲା ଦାଦା ଶୁଭିଲା କି ମୁଁ କହୁଛି ରୀତା ହଁ 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 ଦାଦା କୁହନ୍ତୁ ଆମର ଯୋଉ ଇଷ୍ଟଭୂତି ନଉଥିଲେ ଜଣେ ଭାଇ ନଉଥିଲେ ଇଷ୍ଟଭୂତି ଏବେ ତ ଅନଲାଇନ ହେଇଗଲାଣି ଇଷ୍ଟଭୂତି ହେଲେ 2 ମାସ ହେଲାଣି ସେ ଆଉ ଆସିକି ନଉନାହାନ୍ତି ଆଉ କହୁଛନ୍ତି ତମେ ସବୁ ଅନଲାଇନ ରେ ଦିଅ ଆମେ ତ ଜାଣିନୁ ସେ ବିଷୟରେ ଆଉ ପ୍ରଣାମୀ ଇଷ୍ଟଭୂତି 2-3 ମାସ ହେଲାଣି ରହିଛି ଘରେ କିଛି ଅସୁବିଧା ହବ କି ଏମିତି ରହିଲା ଆପଣ ମାସକ ପରେ କାହିଁ କହିଲେ ନାହିଁ ଆପଣ ଓଡିଶା ସତ୍ସଙ୍ଗ ସାଙ୍ଗରେ ଜଡିତ ରହିଥିଲେ କି ହଁ ଏଇଟା ଗୋଟେ ଗର୍ହିତ ଅପରାଧ ହେଲା ନା ଓଡିଶା ସତ୍ସଙ୍ଗରେ ଆପଣ ଥିଲେ ଆପଣଙ୍କର ମାସ ଟପିଲା ପରେ ଆମେ ତ ବ୍ୟବସ୍ଥା କରିଦେଇଥାନ୍ତୁ ସେଦିନକୁ ମଧ୍ୟ ବ୍ୟବସ୍ଥା ହେଇଥାନ୍ତା 2 ମାସ 3 ମାସ ରହିବ କାହିଁ ଓଡିଶା ସତ୍ସଙ୍ଗ ସହିତ ଜଡିତ ଥିବା ଲୋକର ଯେତେ ଦୂର ସମ୍ଭବ ସେ ଇଷ୍ଟ ଭାବରେ ଭାବାୟିତ ହେଇ କେମିତି ଚାଲିବ ତା ପାଇଁ ସହଯୋଗର ହାତ ଆମେ ବଢାଉ ହଉ ଆମର ତ ସମୟ ନାହିଁ ଆପଣ କୋଉ ଅଞ୍ଚଳର କଣ ଡିଟେଲ ସୁଭାଷ ଭାଇଙ୍କି କହିବେ ସେ ତାକୁ ଅଲଗା ଆପଣଙ୍କର ଏଇ ସତ୍ସଙ୍ଗ ଉପରେ ସେ ବ୍ୟବସ୍ଥା କରିଦେବେ କିଏ ଯାଇକି ଆଣିବ ଆପଣଙ୍କର ଡିପୋଜିଟ କେମିତି ହବ 3 ମାସ କଲେଣି ହବିଷାନ୍ନ କରିବେ ଆଉ ଗୁରୁ ଭାଇ ଯାହା 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 ଦ୍ଵାରା ବର୍ତ୍ତମାନ ସୁଭାଷ ଭାଇ କହିବେ ତାକୁ ଇଷ୍ଟଭୂତି ପଠେଇଲା ପରେ ଭାତୃଭୋଜ ତାକୁ ବି ଖାଇବାକୁ ଦେବେ ହଁ